तत्सवितुर्वरं रूपं ज्योतिः परस्य धीमहि यन्नः सत्येन दीपयेत् सत्येन दीपयेत् तत्सवितुर्वरं रूपं ज्योतिः परस्य धीमहि यन्नः सत्येन दीपयेत् सत्येन दीपयेत्। तत्सवितुर्वरं रूपं ज्योतिः परस्य धीमहि यन्नः सत्येन दीपयेत् सत्येन दीपयेत्। तत्सवितुर्वरं रूपं ज्योतिः परस्य धीमहि यन्नः सत्येन दीपयेत् सत्येन दीपयेत्। सर्वशक्ति प्रदायिनी प्रेम स्वरूपिणी हृदयकन्दवासिनी अंतर्ज्योतिमयी दिव्य जननी श्रीमा ओ प्राज्ञ पुरुष जुगावतार परम प्रभु श्री अरविंदଙ୍କ चरण कमल रे अनंत कोटि प्रणाम। मात्र चरणाश्रित सरदीप्त पथर एही दुरूह यात्रार दिव्य यात्री उपस्थित समस्त अपा भाई को मोर विनम्र प्रणाम। प्रभुଙ୍କ जन्ममासर चतुर्दश संध्या माँ पुस्तक आलोचनार मार्मिकतारे बुड़ पकेइबार महेंद्र मुहूर्त रे आपण समस्त को स्वागत करुछु। आज अगस्ट मास 14 तारीख आउ एक विशिष्ट दिवस पूज्य बाबाजी महाराज जन्म दिवस। ओडिशार भूमि को मातृमय करिबारे असाधारण सामर्थ्य अर्जन करिथिबा पूज्य बाबाजी महाराज श्री रामकृष्ण दासंकर 117तम पवित्र जन्मतिथि रे आम्भमानंकर विनम्र प्रणाम। आम्भे माने समस्ते अवगत अछु जे गतकाली ठारू षष्ठ अध्यायर आलोचना मध्य को आमे प्रवेश करि सरिछु एवं आज माँ पुस्तकर षष्ठ अध्यायर द्वितीय संध्यार विषय वस्तुटी रहिछि मांक सत्तार तीनोटी धारा विश्वातीत विश्वगत और व्यष्टिगत। एही विषय वस्तु उपरे विस्तृत भावरे आलोकपात करिबा पई आम गहन रे उपस्थित अछंती आमर प्रिय श्री मिहाइल कुमार सेठी भाई। भाई को स्वागत करुछि तथा अनुरोध करुछि आलोचना चक्र को आगे नबा पई। प्रणाम भाई। वंदे मातरम। करुणामयी माँ परम प्रभु श्री अरविंद उपस्थित समस्त मातृप्रेमी अपा भाई
ପ୍ରକୃତରେ ଶ୍ରୀ ଅରବିନ୍ଦଙ୍କର ସମଗ୍ର ସାହିତ୍ୟ ଭିତରେ ସାଧନାଠୁ ଆରମ୍ଭ କରି ରୂପାନ୍ତର ପର୍ଯ୍ୟନ୍ତ ପ୍ରତିଟି ପଦକ୍ଷେପରେ ଜଣେ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ଯୋଉ ଷ୍ଟେପ ସବୁ ଦେଇକି ଯିବ ଉର୍ଦ୍ଧ୍ୱକୁ, ସେ ସବୁଯାକ ବ୍ୟାଖ୍ୟା ଏଇ ଛୋଟିଆ ପୁସ୍ତକରେ ପୁଙ୍ଖାନୁପୁଙ୍ଖରେ ବର୍ଣ୍ଣନା କରାହୋଇଛି। ବିଶେଷ କରିକି ମାଙ୍କର ଯେଉଁ ଶକ୍ତି, ତାଙ୍କର ଆବିର୍ଭାବର ଉଦ୍ଦେଶ୍ୟ, ତାଙ୍କର କାର୍ଯ୍ୟ, ଏହା ସମ୍ବନ୍ଧରେ ଷଷ୍ଠ ଅଧ୍ୟାୟରେ ବହୁତ ସ୍ପଷ୍ଟ ଭାବରେ ଶ୍ରୀଅରବିନ୍ଦ ଉଲ୍ଲେଖ କରିଛନ୍ତି। ଏଭଳି ଗୋଟେ ସମୟ ଥିଲା ଯେ ଆଶ୍ରମରେ ବହୁତ ସାଧକ ସାଧିକା ଆସିପାରୁନଥିଲେ ଏବଂ ଶ୍ରୀ ଅରବିନ୍ଦଙ୍କୁ ସାଧନା ସମ୍ବନ୍ଧରେ ଗାଇଡେନ୍ସ ପାଇଁ ପତ୍ର ଲେଖା ହେଉଥିଲା। ଜଣେ ସାଧିକା ଥିଲେ ବେଙ୍ଗଲ ତରଫରୁ ସ୍ୱର୍ଣ୍ଣା ଦି ଶ୍ରୀ ଅରବିନ୍ଦଙ୍କୁ ଫିଜିକାଲି ଦେଖିନଥିଲେ, କିନ୍ତୁ ପତ୍ର ବାରମ୍ବାର ଲେଖୁଥିଲେ ଏବଂ ଶ୍ରୀ ଅରବିନ୍ଦ ବି ପ୍ରତ୍ୟେକ ପ୍ରଶ୍ନର ସାଧନାର ପ୍ରତିଟି ପଦକ୍ଷେପକୁ ବହୁତ ସୁନ୍ଦର ଭାବରେ ତାଙ୍କୁ ପତ୍ର ମାଧ୍ୟମରେ ପ୍ରକାଶ କରୁଥିଲେ। ଥରକର ଘଟଣା ସେ ତାଙ୍କର ଅନୁଭବରେ କହୁଛନ୍ତି, ମୁଁ ଥରେ ହଠାତ୍ ଦିଗ୍ବଳୟକୁ ଚାହିଁଛି। ରାତ୍ରିର ଅନ୍ଧକାର ଭିତରୁ ଜଣେ ଦିବ୍ୟ ପୁରୁଷ ଆସିଲେ ଏବଂ ତାଙ୍କ ପ୍ରତି ମୋର ଭୟ ନଥିଲା। ପ୍ରେମପୂର୍ଣ୍ଣ ଚାହାଣୀରେ ସିଏ ମୋ ଆଡ଼କୁ ଚାହିଁଲେ। ମୋ ହାତ ଧରି ସିଏ ଅନେକ ସହର ଅତିକ୍ରମ କରି, ବିଭିନ୍ନ ସହର, ନଦୀ, ପାହାଡ଼ ଅତିକ୍ରମ କରି ଗୋଟେ ସୁନ୍ଦର ସମୁଦ୍ର କୂଳ ସ୍ଥାନକୁ ମତେ ନେଇଗଲେ ଏବଂ ସେ ଗୋଟେ କୋଠା ଉପରକୁ ମତେ ନେଲେ। ସେ କୋଠାର ଆରପାରିରେ ଏଭଳିଆ ସ୍ୱର୍ଗୀୟ ମହିଳା ଜଣେ ବସିଥିଲେ। ତାଙ୍କ ମୁଖର ଆଭାମଣ୍ଡଳ ଏବଂ ତାଙ୍କର ସ୍ମିତହାସ୍ୟ ମତେ ବହୁତ ଆକର୍ଷଣ କଲା। ଶ୍ରୀ ଅରବିନ୍ଦ ମତେ ତାଙ୍କ ପାଖକୁ ନେଇ ଠିଆ କଲେ ଏବଂ କହିଲେ, ତୁମର ସାଧନାର ଆଗକୁ ଯେଉଁ ପ୍ରଗତି ହେବାର ଅଛି ସମସ୍ତ ଦାୟିତ୍ୱ ଇଏ ନେବେ। ଏବଂ ସେ ଭିଜନଟା ସେଇଠି ହିଁ ସମାପ୍ତ ହେଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ସେ ଆଶ୍ରମକୁ ସ୍ୱଦେହରେ ଆସିଲେ, ଦିବ୍ୟଜନନୀ ମାଙ୍କୁ ଦେଖିଲେ, ସେ ଜାଣିପାରିଲେ ଯେ ଶ୍ରୀ ଅରବିନ୍ଦ ଯାହାଙ୍କ ପାଖକୁ ନେଇକି ଯାଇଥିଲେ ସେ ହେଉଛନ୍ତି ଶ୍ରୀମା। ସ୍ପଷ୍ଟ ହେଇଗଲା ଯେ 1926 ମସିହା ପୂର୍ବର ଏହି ଘଟଣା ଯେ ଆସନ୍ତା ବା ଆଗାମୀ କାଲିର ଯେଉଁ ସାଧନା ହବାକୁ ଯାଉଛି, ପୃଥିବୀର ସାଧନା, ବ୍ୟକ୍ତିଗତ ସାଧନା, ସବୁଯାକର ଦାୟିତ୍ୱ ଏଇ ମହିଳା ଜଣକ ନେବେ, ଯାହାକୁ ଶ୍ରୀମା ବୋଲି କୁହାଉଛି। ଗୋଟେ ସମୟ ଥିଲା ଆଶ୍ରମରେ ଯେ ଶ୍ରୀ ଅରବିନ୍ଦ କହୁଥିଲେ, ମାଇ ୟୋଗା and myself waited for the mother's coming. ମୋର ଯୋଗ ସାଧନା ଏବଂ ମୁଁ ନିଜେ ସ୍ୱୟଂ ଅପେକ୍ଷା କରିଥିଲି ମାଙ୍କ ଆଗମନୀକୁ। ଯେଭଳି ଗୋଟେ ସୁନ୍ଦର ମନ୍ଦିରଟିଏ ସୁସଜ୍ଜିତ ହେଇକି ଅଛି, ତାକୁ ଆଲୋକିତ କରିବା ପାଇଁ ପ୍ରଦୀପ ରଖା ହେଇଛି, ବଳିତ ସୁସଜ୍ଜିତ ଅଛି, ଘିଅ ଅଛି, କିନ୍ତୁ ପ୍ରଜ୍ୱଳିତ ହୋଇନାହିଁ। ଶ୍ରୀ ଅରବିନ୍ଦ ସେଇ କ୍ଷଣଟିକୁ ଅପେକ୍ଷା କରିଥିଲେ, କେବେ ସେ ଦିବ୍ୟଜନନୀ ଆସିବେ ଏବଂ ସେ ମନ୍ଦିରଟିକୁ ଆଲୋକିତ କରିବେ, ପ୍ରଦୀପଟିକୁ ଜାଳିବେ। ମା ଆସିଲେ ଏବଂ ସେ ପ୍ରଦୀପକୁ ଜାଳିଲେ। ସମସ୍ତଙ୍କୁ ଲାଗିଲା ଯେମିତି କିଛି ଗୋଟେ ନୂତନ ହେବାକୁ ଯାଉଛି। ସମସ୍ତେ ପ୍ରଶ୍ନ କଲେ ଯେ ଇଏ କଣ ଆପଣଙ୍କ ଶିଷ୍ୟା? ଏ କିଏ? ଇଏ କଣ ଆପଣଙ୍କ ସହିତ ଯୋଗ କରିବା ପାଇଁ ଆସିଛନ୍ତି?
ଶ୍ରୀ ଅରବିନ୍ଦ କହିଲେ ଯେ ମୋର ଏବଂ ମାଙ୍କ ଚେତନା ଗୋଟେ, ଦ ୱାନ୍। କିନ୍ତୁ ଲୀଳା ନିମନ୍ତେ ମା ଏବଂ ପ୍ରଭୁଙ୍କୁ ଅଲଗା ହେବାକୁ ପଡିଥିଲା, କାରଣ କାର୍ଯ୍ୟ ଦୃଷ୍ଟିରୁ, ଲୀଳା ଦୃଷ୍ଟିରୁ ପୁରୁଷ ଶକ୍ତି ଭିନ୍ନ ଭାବରେ କାର୍ଯ୍ୟ କରନ୍ତି। ଏ କଥାଟି ବୁଝିବା ପାଇଁ ବହୁତ ସମୟ ଲାଗିଲା ଆଶ୍ରମ ସମସ୍ତଙ୍କୁ। ତ ବହୁ ଜଣ ବହୁତ ପ୍ରଶ୍ନ ପଚାରିଲେ ଶ୍ରୀ ଅରବିନ୍ଦଙ୍କୁ, ଏବଂ ଶ୍ରୀ ଅରବିନ୍ଦ କହିଲେ ଯେ ମା ଏଠି ଆସିବା ପୂର୍ବରୁ, ଶ୍ରୀ ମା ପଣ୍ଡିଚେରୀ ପ୍ରଥମ ଆଗମନୀ ପୂର୍ବରୁ ଯେଉଁ ସବୁ ସାଧନା କରିଥିଲେ, ଯେଉଁ ଅକଲ୍ଟିଜିମ୍ ଶିଖିଥିଲେ, ଏବଂ ବୁଦ୍ଧିଷ୍ଟ ୟୋଗା, ଗୀତାର ଯେଉଁ ହାଇଏଷ୍ଟ ରିଏଲାଇଜେସନ ବାସୁଦେବମ୍ ସର୍ବମିତି, ସ୍ୱାମୀ ବିବେକାନନ୍ଦ ରାଜଯୋଗ ସହିତ ଯେଉଁ କସ୍ମିକ ରିଭ୍ୟୁ ମ୍ୟାଗାଜିନଟି ମା ତେଓଙ୍କ ସହିତ ମିଳିତ କୋଲାବୋରେସନରେ ସେ ପେପରଟି ମାନେ ସେ ମ୍ୟାଗାଜିନଟି ମା ବାହାର କରୁଥିଲେ, ସେଠି ପୁଙ୍ଖାନୁପୁଙ୍ଖରେ ଲେଖା ହେଇଛି ଯେ ମଦର ଭାରତବର୍ଷକୁ ଆସିବା ପୂର୍ବରୁ ତାଙ୍କର ଇମିନେଣ୍ଟ ଡିଭାଇନ, ତାଙ୍କ ଭିତରେ ଯୋଉ ଡିଭାଇନ ଅଛନ୍ତି ତାଙ୍କ ସହିତ ଏକାତ୍ମ ଲାଭ କରିଥିଲେ। ଏଭଳି କୌଣସି ସିଦ୍ଧି ନଥିଲା ଯାହାକି ସେ ଭାରତ ଆସିବା ପୂର୍ବରୁ ଶ୍ରୀ ଅରବିନ୍ଦ ହାସଲ କରିନଥିଲେ କିମ୍ବା ମା ହାସଲ କରିନଥିଲେ। ସବୁ କିଛିକୁ ସେ ଆତ୍ମସାତ କରିଥିଲେ। ଗୋଟେ ଛୋଟିଆ ଘଟଣା ମନେ ପଡୁଛି। ବିଷୟବସ୍ତୁକୁ ଯିବା ପୂର୍ବରୁ ଏଇସବୁ ଘଟଣା ଗୁଡିକ ଯେତେବେଳେ ଆମେ ଜାଣିବା ତ ଆମକୁ ସହଜ ହବ। ଶ୍ରୀ ଅରବିନ୍ଦ ବହୁତ ସ୍ପଷ୍ଟ ଭାବରେ ଲେଖି ଦେଇଛନ୍ତି ମା ବହିରେ ମାଙ୍କର ବିଶ୍ୱାତୀତ ଅବସ୍ଥା କଣ, ବିଶ୍ୱଗତ କଣ, ବ୍ୟଷ୍ଟିଗତ ଅବସ୍ଥା କଣ, ଅତି ସ୍ପଷ୍ଟ ଭାବରେ ସିଏ ସୂଚେଇ ଦେଇଛନ୍ତି ଆମକୁ। ତେଣୁ ଏଥିରେ ବୁଝିବାର କିଛି ନାହିଁ। ତ ସେଇ ଘଟଣାଟି ଏଇଭଳି ଯେ ଗୋଟେ ପ୍ରମାଣ ମିଳୁଛି ଯେ ମା ଭାରତବର୍ଷକୁ ଆସିବା ପୂର୍ବରୁ ଭିତରର ଚୈତ୍ୟ ସତ୍ତାକୁ କେମିତି ଆବିଷ୍କାର କରିଥିଲେ ଏବଂ ଇମିନେଣ୍ଟ ଡିଭାଇନ କୁ କେମିତି ସେ ଅନୁଭବ କରିଥିଲେ। ଯେତେବେଳେ ମା ଆଲଜେରିଆ ଗଲେ, ଟ୍ରେନରୁ ଓହ୍ଲାଉଛନ୍ତି ଏବଂ ତେଓ ତାଙ୍କୁ ପାଛୋଡ଼ି ନେଉଛନ୍ତି। ଆଲଜେରିଆର ସେ ତୁଙ୍ଗ ଉଚ୍ଚ ପାହାଡ ସବୁକୁ ଅତିକ୍ରମ କରିକି ଯୋଉ ପାହାଡ ଉପରେ ତେଓଙ୍କର ଘର ଥିଲା, ଗୋଟେ ଲାଲ କଲରର ଘର ପାଖରେ ଠିଆ ହୋଇ ମାଙ୍କ ଆଡକୁ ବୁଲି ପଡିଲେ ଏବଂ ସେ କହୁଛନ୍ତି, ନାଉ ୟୁ ସି ୟୁ ଆର୍ ଅନ୍ ମାଇ ମର୍ସି। ତୁମେ ବର୍ତ୍ତମାନ ମୋର ଇଏରେ ଅଛ, ତୁମକୁ ଭୟ ଲାଗୁନି? ମା କହୁଛନ୍ତି, why to fear, I have realized within। ମୁଁ କାହାକୁ ଭୟ କରିବି ଯେତେବେଳେ ମୁଁ ତାଙ୍କ ଭିତରେ ପାଇସାରିଛି। ତ ତାଙ୍କ ଭିତରେ ସେଇ ସମୟରେ ଜଣେ ନାରୀ, ଭାରତବର୍ଷ ମାନେ ୟୁରୋପର ଜଣେ ନାରୀ ଆଲଜେରିଆକୁ ଯାଇକି ଶିଖିବା ବାସ୍ତବରେ ଏଇଟା କିଭଳିଆ ଗୋଟେ। ଏବଂ ଯେତେବେଳେ ସେ ପ୍ରଥମେ ମ୍ୟାଡମ ତେଓ ଦେଖିଲେ ମାଙ୍କୁ, ମାଙ୍କ ମୁଣ୍ଡର ଯୋଉ 12 ପଲ୍ସ ମୁକ୍ତା ସବୁ ଦେଖିଲେ, 12ଟି ମୁକ୍ତାକୁ ଦେଖିଲେ, ମୁକ୍ତାର ମୁକୁଟକୁ ଦେଖିଲେ, ଜାଣିପାରିଲେ she is the one, she is the one। ଯେମିତି ସାବିତ୍ରୀରେ ବର୍ଣ୍ଣନା କରାହଉଛି, ଓ ଷ୍ଟ୍ରଙ୍ଗ ଫରରନର ଆଇ ହାଭ୍ ହର୍ଡ thy cry। ଯୋଉ ମା କୁ ମ୍ୟାଡମ ତେଓ ଦେଖିଲେ, ସେ 12ଟା ମୁକୁଟ ଦେଖିଲେ ଏବଂ ଜାଣିପାରିଲେ ଯେ ଇଏ ହଉଛି ସେହି ଯାହାକୁ ସମଗ୍ର ପୃଥିବୀ ଅପେକ୍ଷା କରିଛି ଏବଂ ଅଲ୍ ଦି ରିଏଲାଇଜେସନ୍ସ ତାଙ୍କ ଦ୍ୱାରା ପସିବଲ। ସାବିତ୍ରୀରେ ମାଙ୍କ ସମ୍ବନ୍ଧରେ, ମାଙ୍କ ଆସିବାର ପୂର୍ବ ସୂଚନା ସମ୍ବନ୍ଧରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାହେଇଛି ଯେ ଯେତେବେଳେ ଅଶ୍ୱପତି ସମଗ୍ର ପୃଥିବୀର ପ୍ରାର୍ଥନା, ଡିଜାୟାର, ପ୍ରାର୍ଥନାକୁ, ଆସ୍ପୃହାକୁ ନେଇକି ଉର୍ଦ୍ଧ୍ୱକୁ ଉଠିକି ମାଙ୍କ ପାଖରେ ପହଞ୍ଚିଛନ୍ତି, ତାଙ୍କ ପ୍ରାର୍ଥନା ସହଜରେ ସ୍ୱୀକୃତ ହେଇନାହିଁ। ସେ ଆକୁଳ ପ୍ରାର୍ଥନା ବାରମ୍ବାର କରିଚାଲିଲେ ଏବଂ ମା ଶେଷରେ ସମ୍ମତି ପ୍ରଦାନ କଲେ। ଦ ସ୍ପିରିଟ ଅଫ ବ୍ୟୁଟି ୱାଜ ରିଭିଲ୍ଡ ଇନ୍ ୱାର୍ଡ, ଇନ୍ ସାଉଣ୍ଡ। ଏକ ସୌନ୍ଦର୍ଯ୍ୟମୟ ଆତ୍ମା ତାଙ୍କ ମୁଖରେ କହି ଉଠିଲେ, ହେ ହେ ବୀର ଅଗ୍ରଣୀ, ମୁଁ ତୁମର ଆତୁର ପ୍ରାର୍ଥନା ଶୁଣିଛି। ଓ ଷ୍ଟ୍ରଙ୍ଗ ଫରରନର, I have heard thy cry। One shall descend and break the iron law। ଏପରି ଜଣେ ଅବତରଣ କରିବେ ଯେ ଲୌହ କଠୋର ବିଧାନକୁ ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେବେ। Chains nature's doom by the lone spirit's power।
ମାନେ ବିଶ୍ୱ ପ୍ରକୃତିର ଯୋଉ କଠୋର ନିୟମ, ଭଗବାନ ଅବତାର ପୃଥିବୀକୁ ଯେତେ ଥର ଆସିଲେ ବି ତାକୁ ସଜାଡ଼ିଲେ ବି ପୁଣି ଥରେ ବାରମ୍ବାର ସିଏ ଯୋଉ ଅନ୍ଧକାର ଭିତରକୁ ପଳେଇ ଯିବାର ଅଭ୍ୟାସ ପୃଥିବୀର ଆଜି ପର୍ଯ୍ୟନ୍ତ ଥିଲା। ଯୋଉ ଇନକନସିଷ୍ଟେଣ୍ଟ ର ପୁଲ ମା କହୁଛନ୍ତି ତା ଭିତରେ କାର୍ଯ୍ୟ ହେଇନି। ତେଣୁ ପୃଥିବୀକୁ ବାରମ୍ବାର ସେଇ ଗର୍ତ୍ତ ଭିତରକୁ, ଅନ୍ଧକାର ଭିତରକୁ, ଇଗ୍ନୋରାନ୍ସ ଭିତରକୁ ବାରମ୍ବାର ପଡି ଯାଉଥିଲା। ସେଇଟାକୁ ମା ପରିବର୍ତ୍ତନ କରିବା ପାଇଁ ଆସିଛନ୍ତି। ଚେଞ୍ଜ ନେଚର୍ସ ଡୁମ୍ ବାଇ ଦି ଲୋନ୍ ସ୍ପିରିଟ୍ସ ପାୱାର। ବିଶ୍ୱ ପ୍ରକୃତିର କଠୋର ନିୟମକୁ ତାଙ୍କର ଏକକ ଚିନ୍ମୟ ଶକ୍ତି ବଳରେ ପରିବର୍ତ୍ତନ କରିଦେବେ। A seed shall be sown in death's tremendous hour. ମୃତ୍ୟୁର କରାଳ ମୁହୂର୍ତ୍ତରେ ଏକ ବୀଜ ବପନ ହବ। ମାନେ ମା ଏଥିପାଇଁ ଆସିଥିଲେ ଯେ ମୃତ୍ୟୁର ମୃତ୍ୟୁ ହବ, ଦି ଡେଥ୍ ଅଫ୍ ଡେଥ୍। ତାର ବ୍ରାଞ୍ଚ, ଏ ବ୍ରାଞ୍ଚ ଅଫ୍ ହେଭେନ୍ ଟ୍ରାନ୍ସପ୍ଲାଣ୍ଟ ଟୁ ହ୍ୟୁମାନ୍ ସଏଲ୍। ସ୍ୱର୍ଗୀୟ ତରୁର ଏକ ଶାଖା, ମାନେ ସ୍ୱର୍ଗର ଯୋଉ ତରୁ କେବେ ଏଠି ମୃତ୍ୟୁବରଣ କରିବ ନାହିଁ, ଶୁଖିଯିବ ନାହିଁ, ସ୍ୱର୍ଗୀୟ ତରୁର ଏକ ଶାଖା ଏ ପୃଥିବୀ ମାଟିରେ ରୋପିତ ହବ। ଏଇଟା ମାଙ୍କର ଆସିବା ପୂର୍ବରୁ ଦିବ୍ୟଜନନୀଙ୍କ ତରଫରୁ ଅଶ୍ୱପତିଙ୍କୁ ଦିଆଯାଇଥିବା ପ୍ରମିସ୍ ଥିଲା। ଏବଂ ମାଙ୍କ ଆସିବା ପରେ ପରେ ପୃଥିବୀ କିଭଳିଆ କ୍ଷିପ୍ର ଗତିରେ ଏଇ ଦିଗରେ ଆଗେଇ ଚାଲିଲା ଏବଂ ବର୍ତ୍ତମାନ ବି ସେଇ ରାସ୍ତାରେ ଅଛି, ଆମେ ଭାବିଲେ ଆଶ୍ଚର୍ଯ୍ୟ ହବା। ଏବଂ ଆମେ ସମସ୍ତେ ମାଙ୍କ ପାଖକୁ ଆସିଛୁ, କଣ ସାଧନା ଥିଲା, କଣ ପ୍ରୟାସ କରିଛୁ, କଣ ଯୋଗ୍ୟତା ଅଛି, ଇମେଟେରିଆଲ। ଆମେ ଆସିଯାଇଛୁ କାରଣ ଆମେ ସବୁ ଡାକରା ପାଇଛୁ। ଟିଭି କପାଳୀ ଶାସ୍ତ୍ରୀଙ୍କୁ ଜଣେ ପଚାରିଲେ, ତାଙ୍କ ଶିଷ୍ୟ, ଯେ ଆପଣ ବେଦ ଉପନିଷେଦ ଏବଂ ବେଦାନ୍ତର ଏତେ ଧୁରୀଣ ପଣ୍ଡିତ ହବା ସତ୍ତ୍ୱେ ଲଳିତା ସହସ୍ର ନାମ, ମନ୍ତ୍ର ଉପାସନା, ପୂଜା ଆରାଧନା ଏସବୁ ତ ଆପଣ ରିଏଲାଇଜ କରିସାରିଛନ୍ତି, ତେଣୁ ଆପଣ ଏ ପଣ୍ଡିଚେରୀରେ ମାଙ୍କ ପାଖକୁ କେମିତି ଆସିଲେ? ବା ପ୍ରଶ୍ନଟା ଏଭଳିଆ ଥିଲା ଯେ ଆପଣ ପାଇଲେ କଣ, ଆଣ୍ଡ ହ୍ୱାଟ କେମ୍ ଅଫ୍ ଦେମ୍, ସେଠୁ ଆପଣ କଣ ପାଇଲେ ଏତେ ସାଧନା କଲା ପରେ? with a bound he set up and said, ଗୋଟିଏ ମୁହୂର୍ତ୍ତରେ ସେ ବସି ପଡ଼ିଲେ ଏବଂ କହିଲେ, here it is, it has brought me to the feet of divine mother and Sri Aurobindo। ସେ ବସି ପଡ଼ିକି କହିଲେ, ଦେଖ ଏହା ମତେ ମା ଏବଂ ଶ୍ରୀ ଅରବିନ୍ଦଙ୍କ ପାଦ ତଳେ ନେଇ ଆସିଲା। ସେଇ ତୁଳନାରେ ଦେଖିବାକୁ ଗଲେ ଆମ୍ଭେମାନେ ଯୋଉ ଅତି ସହଜରେ ଏଇସବୁ ଯୋଉ କଥା ସମଗ୍ର ବିଶ୍ୱର 0.5% ହେବେ କି ନାହିଁ ପପୁଲେସନ ଭିତରେ, ଆମେ ଗୋଟେ ମା ଗୋଟେ କୃପା ଆମ ସମସ୍ତଙ୍କୁ କରିଛନ୍ତି। ସେଇ କୃପାର ବଳୟ ଭିତରେ ଆମେ ତାଙ୍କୁ ଜାଣିବାର ସୁଯୋଗ ପାଇଛୁ। ତାଠାରୁ କିଛି ମହତ୍ତମ ଉପଲବ୍ଧି ଆମର କିଛି ଜୀବନରେ ନଥାଇପାରେ, ତାଠାରୁ ବିରାଟ କିଛି। ତାଙ୍କର ଗୋଟେ ଛୋଟିଆ ଘଟଣା ମୁଁ ଉଲ୍ଲେଖ କରିକି ବିଷୟବସ୍ତୁକୁ ପ୍ରବେଶ କରିବା, ଯେ ଆମେ ସମସ୍ତେ ମାଙ୍କର ଯୋଉ ତିନିଟି ଅବସ୍ଥା କଥା ଚିନ୍ତା କରୁଛୁ, ବିଶ୍ୱଗତ, ବିଶ୍ୱାତୀତ, ତାର ଗୋଟେ ଛୋଟିଆ ଘଟଣାଟେ ମୁଁ ଉଲ୍ଲେଖ କରିବା ପାଇଁ ଚାହୁଁଛି। ଯେ ତାଙ୍କର ଜଣେ ଶିଷ୍ୟ ଥିଲେ, ଟିଭି କପାଳୀ ଶାସ୍ତ୍ରୀଙ୍କୁ ସେ ପଚାରିଲେ ଯେ ଆପଣ ମତେ ଯାହା କହୁଛନ୍ତି ମାଙ୍କ ବିଷୟରେ, ଶ୍ରୀ ଅରବିନ୍ଦଙ୍କ ବିଷୟରେ, ମୁଁ କନଭିନ୍ସ ହେଇପାରୁନି, ତେଣୁ ମୁଁ କଣ କରିବି? ସେ କହିଲେ, ଏଭଳିଆ ଗୋଟେ ଦିନ ଆସିବ ଯେତେବେଳେ ତୁ ଅନୁଭବ କରିବୁ ଯେ ଫର ମି ମଦର ଇଜ ଏ ହ୍ୱାଇଟ୍ ଲାଇଟ୍। ଏଭଳିଆ ଗୋଟେ ଦିନ ଆସିବ ତୁ ଅନୁଭବ କରିବୁ ଯେ ମା ହଉଛନ୍ତି ଫ୍ଲେମ୍ ଅଫ ହ୍ୱାଇଟ୍ ଲାଇଟ୍। ତୁ ଅନୁଭବ କରିବୁ ଯେ ମା ହଉଛନ୍ତି ଗୋଟେ ଶୁଭ୍ର ଆଲୋକର ଶିଖା। ତ ଏଇ ଘଟଣାର ଅନେକ ଦିନ ଗଲା ପରେ ସେ ଶିଷ୍ୟ ଜଣକ ଦକ୍ଷିଣ ଭାରତର ଗୋଟିଏ ଦର୍ଶନୀୟ ସ୍ଥାନକୁ ବୁଲିବା ପାଇଁ ଯାଇଛନ୍ତି ଏବଂ ସେ ସ୍ଥାନଟି ଗୋଟେ ବହୁତ ଉଚ୍ଚ କୋଟିର ବଳୟ ବା କ୍ଷେତ୍ରଟିଏ, ଯାହାକୁ ହୋଲି ପ୍ଲେସ୍ ବୋଲି କୁହାଯାଏ। ଏବଂ ଶାସ୍ତ୍ରୀଜୀଙ୍କର ସେଇ କଥା ମନେ ପଡ଼ିଲା ଯେ ଶାସ୍ତ୍ରୀଜୀ କଣ କହିଛନ୍ତି, you will realize one day to me she is a flame of white light,
ଏବଂ ଶିଷ୍ୟ ଜଣକ ଯେତେବେଳେ ପଦି ଭେଡୁ ବୋଲି ଜାଗାର ନାମଟି, ସେଇ ହୋଲି ପ୍ଲେସ୍ ଦକ୍ଷିଣ ଭାରତର ଯେଉଁଠି ଦେବୀ ରେଣୁକାଙ୍କର ମ୍ୟାନିଫେଷ୍ଟେସନ ହେଇଥିଲା ବୋଲି କୁହାଯାଏ, ଦେବୀ ରେଣୁକାଙ୍କର ସେଇଠି ଅବତୀର୍ଣ୍ଣ ହୋଇଥିଲେ କାଳେ, ଏବଂ ସମସ୍ତେ ସେଇଠି ଶାନ୍ତି ପାଇଁ ପ୍ରାର୍ଥନା କରିବା ପାଇଁ ଯାଆନ୍ତି। ସେଇ କ୍ଷେତ୍ର ଭିତରକୁ ସେ ପ୍ରବେଶ କଲେ ଏବଂ ସେ ସାଧାରଣ ଭାବେ ଟିକେ ଉର୍ଦ୍ଧ୍ୱକୁ ଚାହିଁଲେ ଏବଂ ସେ କଣ ଦେଖିଲେ? ସେ ଦେଖିଲେ ଦୁଇଟା ତୀଖ ପାହାଡ, ପର୍ବତ କହିଲେ ଠିକ ହବ, ଦୁଇଟା ତୀଖ ପର୍ବତ ରେ ମା ଦୁଇ ପାଦ ରଖିଛନ୍ତି। Astride over two steep hills there stood in her glory the towering figure of the mother. ମାଙ୍କର ଦୁଇଟି ପାଦ ଦୁଇଟି ହିଲ ରେ, ମାନେ ଦୁଇଟି ପାହାଡ ପର୍ବତ ଉପରେ ରଖା ହେଇଛି ଏବଂ ମା ତାଙ୍କର ଯେଉଁ ବସ୍ତ୍ରକୁ ସେ ଫଟୋରେ ଦେଖିଥିଲେ, ତାଙ୍କର କ୍ୟାରେକ୍ଟରିଷ୍ଟିକ ଆଟାୟାର ବୋଲି କୁହାହଉଛି, ତାଙ୍କର ମାଙ୍କର ଯେଉଁ ପୋଷାକ ସେ ସବୁବେଳେ ଦୈନନ୍ଦିନ ପିନ୍ଧନ୍ତି, ସେ ପୋଷାକ ପିନ୍ଧି ସେ ଠିଆ ହୋଇଛନ୍ତି। ଏବଂ ଯେତେବେଳେ ସେ ଦେଖିଲେ ମ୍ୟାଜେଷ୍ଟିକ ଫିଗର ମାଙ୍କର ଦେଖିଲେ, ହି ୱାଜ ଓଭରକମ୍। ତାଙ୍କ ଭିତରେ ଯେଉଁ ଗୋଟେ ଭାବନା ଥିଲା, ସନ୍ଦେହ ଥିଲା, ଅତିକ୍ରମି ପାରୁନଥିଲେ, ତାକୁ ଅତିକ୍ରମ କରିଗଲେ। ସେଇ ମୁହୂର୍ତ୍ତରେ ଗୋଟେ ବିରାଟ ଶାନ୍ତି ତାଙ୍କ ଭିତରକୁ ଅବତରଣ କଲା ଏବଂ ଦିଗ୍ବଳୟରୁ, ବହୁତ ଦୂରରୁ, ୱିଙ୍ଗିଂ ଫ୍ରମ୍ ବିୟଣ୍ଡ, ମାନେ ବହୁତ ସେପଟୁ, ପାହାଡ ସେପଟୁ ସାଉଣ୍ଡଟା ଗୋଟେ ଇକୋ ହବା ଆରମ୍ଭ ହେଲା ଏବଂ ସେ ସାଉଣ୍ଡଟା ଥିଲା, ଟୁ ମି ସି ଇଜ ଏ ଫ୍ଲେମ୍ ଅଫ୍ ହ୍ୱାଇଟ୍ ଲାଇଟ୍। ସେ କହୁଛନ୍ତି ଯେ ବାରମ୍ବାର ସେ ସାଉଣ୍ଡଟି ଇକୋ ହେଇକି ପାହାଡ ପାହାଡ ହେଇକି ମୋ ପାଖରେ ଗୁଞ୍ଜରିତ ହଉଥିଲା ଯେ ଟୁ ମି ସି ଇଜ ଏ ଫ୍ଲେମ୍ ଅଫ୍ ହ୍ୱାଇଟ୍ ଲାଇଟ୍। ଆମେ ଏଠି ମାଙ୍କର ବିଶ୍ୱାତୀତ, ବିଶ୍ୱଗତ, ବ୍ୟଷ୍ଟିଗତ ରୂପ ସମ୍ବନ୍ଧରେ ଶ୍ରୀ ଅରବିନ୍ଦ ଯାହା ଆମକୁ କହିଛନ୍ତି, ଗୋଟିଏ ଲାଇନ ମତେ ବହୁତ ଆକର୍ଷଣ କରେ ଯେ ସେ କହୁଛନ୍ତି ତାଙ୍କ ସହିତ ଯେତେବେଳେ ତୁମେ ଏକାତ୍ମ ସ୍ପର୍ଶ ଲାଭ କରିବ, ସେତେବେଳେ ତୁମେ ଏହି ଜ୍ଞାନ ପ୍ରାପ୍ତ ହବ। ତା ଅର୍ଥ ହଉଛି ଆମେ ଯେତେ ବି ଆମେ ଆଲୋଚନା କରିବା, ଅଲ୍ ମେଣ୍ଟାଲ, ସବୁ ଯାକ ମାନସିକ ସ୍ତରର ହିଁ ଇନଫର୍ମେସନ ଗୁଡାକ ଯାହା ପ୍ରଭୁ ଦେଇଛନ୍ତି, ସେଇଟାକୁ ହିଁ ଆମେ ବର୍ତ୍ତମାନ ଷ୍ଟେଜରେ ସେଇଟାକୁ ହିଁ ଆସ୍ୱାଦନ କରିବା। କିନ୍ତୁ ସେ ଗୋଟେ ଅପସନ ଦେଇଛନ୍ତି, ସେ କହୁଛନ୍ତି ଯେତେବେଳେ ତୁମେ ଏକାତ୍ମ ସ୍ପର୍ଶ ଲାଭ କରିବ, ଯେତେବେଳେ ମାଙ୍କର ସ୍ପର୍ଶ ଆମ ଜୀବନକୁ ଆସିବ ଯଥାର୍ଥ ଭାବରେ, ଆମକୁ ସେଇ ଜ୍ଞାନଟି ପ୍ରାପ୍ତ ହବ। କେତେ ସାଧକଙ୍କୁ ଏଇ ଜ୍ଞାନଟି ପ୍ରାପ୍ତ ହେଇଛି, କେତେ କଷ୍ଟରେ ପ୍ରାପ୍ତ ହେଇଛି, ବାବାଜୀ ମହାରାଜକୁ ପ୍ରାପ୍ତ ହେଇଛି। ପୁଣି ଅନେକ ସାଧକଙ୍କ ଉଦାହରଣ ଯଦି ଆମେ ନେବା, କେତେ ସାଧକଙ୍କୁ ଏଇ ଜ୍ଞାନଟି ପ୍ରାପ୍ତ ହେଇଛି ଯେ ବହୁ ଦିନ ପର୍ଯ୍ୟନ୍ତ ସିଏ ଜାଣିପାରୁନଥିଲେ ଯେ ମାଙ୍କ ପାଖକୁ ମୁଁ କଣ ପାଇଁ ଯିବି। ଯେତେବେଳେ ଯାଇଛନ୍ତି, ବିଶ୍ୱ ମୋହିନୀଙ୍କର ମୁଖ ଦର୍ଶନ କରିଛନ୍ତି, ଅଦ୍ଭୁତ ଅଦ୍ଭୁତ ମିରାକିଲ ତାଙ୍କ ଜୀବନକୁ ଆସିଛି। ଶ୍ରୀ ଅରବିନ୍ଦଙ୍କର ଜଣେ ସାଙ୍ଗ ଥିଲେ ଚାରୁଚନ୍ଦ୍ର ଦତ୍ତ। ଚାରୁଚନ୍ଦ୍ର ଦତ୍ତ ଯେତେବେଳେ ଅସୁସ୍ଥ ଥିଲେ, ତାଙ୍କ ସ୍ତ୍ରୀ ତାକୁ କହନ୍ତି, କାହିଁକି ଅରବିନ୍ଦ ବାବୁଙ୍କ ପାଖକୁ ଯାଉନା? ସେ ତୁମ ସାଙ୍ଗ ଥିଲେ। ସେଠି ଅଭିମାନ କରି କହନ୍ତି, ଚିଫ୍ ଆମକୁ କାହିଁକି ସ୍ୱାଧୀନତା ସଂଗ୍ରାମ ଅଧା ଛାଡିକି ଚାଲିଗଲେ। ଏବଂ ସ୍ତ୍ରୀଙ୍କ ବହୁତ କହିବା ପରେ ଗୋଟେ ପତ୍ର ଲେଖିଲେ ଯେ ପଣ୍ଡିଚେରୀ ଆଶ୍ରମ ଆସିବା ପାଇଁ ଚାହୁଁଛି। ଶ୍ରୀ ଅରବିନ୍ଦ କହିଲେ, ଆସିବାର ଗୋଟେ ସର୍ତ୍ତ ହଉଛି ତୁମର ଯୋଉ ହୁକ୍କା ଛାଡିବ, ଯୋଉ ଟାଣନ୍ତି ହୁକ୍କା ଛାଡିବ। ଇଏ କହିଲେ, ଆଇ ଏମ୍ ନଟ୍ ଦି ସ୍ଲେଭ୍ ଅଫ୍ ମାଇ ହୁକ୍କା, ମୁଁ ମୋର ହୁକ୍କାର କ୍ରୀତଦାସ ନୁହେଁ। ଟ୍ରେନ ଚଢୁ ଚଢୁ ସେ ହୁକ୍କା ଅଭ୍ୟାସଟି ଚାଲିଗଲା ଏବଂ ଯେତେବେଳେ ଶ୍ରୀ ଅରବିନ୍ଦଙ୍କୁ ପଚରାଗଲା ଯେ ଆପଣ ଚାରୁଚନ୍ଦ୍ର ବିଷୟରେ ଜାଣନ୍ତି କି? ଚାରୁଚନ୍ଦ୍ର ତ କିଏ? ଶ୍ରୀ ଅରବିନ୍ଦ କହିଲେ, ହି ଇଜ ଏମଙ୍ଗ ଦି ଫ୍ରଣ୍ଟ ରନର ଅଫ ଦି ହ୍ୟୁମାନିଟି। ମାନବ ଜାତିର ଆଗ ଧାଡିର ଲୋକ ସିଏ। ଏଇଥରର କାର୍ଯ୍ୟ ମୋର ଅଲଗା ପ୍ରକାର, ତେଣୁ ତାଙ୍କୁ ମୁଁ ଡାକି ପାରିନି। କିନ୍ତୁ ଅତୀତରେ ଆମେ ବହୁ ଯୁଦ୍ଧ ଲଢିଛୁ ଭଗବାନଙ୍କ ସପକ୍ଷରେ। ୱି ହାଭ୍ ଫଟ୍ ଦି ବ୍ୟାଟଲ ଅଫ ଏଜେସ୍। ଯୁଗ ଯୁଗ ଧରିକି ଆମେ ଭଗବାନ ପାଇଁ କାର୍ଯ୍ୟ କରୁଛୁ। ଯେତେବେଳେ ଚାରୁଚନ୍ଦ୍ର ଦତ୍ତ ଶ୍ରୀ ଅରବିନ୍ଦଙ୍କୁ ପ୍ରଣାମ କଲେ, ଶ୍ରୀ ଅରବିନ୍ଦ ପଚାରିଲେ, ମାଙ୍କ ପାଖକୁ ମାଙ୍କୁ ଦେଖାଗଲ କି?
ସେ କହୁଛନ୍ତି ନା, ମୋ ମୋ ଅଣ୍ଟାରେ ପେନ୍ ହଉଛି, ମୁଁ ଅଧିକ ନଇ ପାରିବିନି। ମା ତ ବହୁତ ଉର୍ଦ୍ଧ୍ୱରେ ଥିବେ ନା। ତ ଶ୍ରୀ ଅରବିନ୍ଦ କହୁଛନ୍ତି ହ୍ୱାଟ ଡଜ ଇଟ୍ ମ୍ୟାଟର, ମା ଗୋଟେ ଷ୍ଟେପ ତଳକୁ ଚାଲି ଆସିବେ, ତୁମେ ଯାଅ ତ। ସେଇ ଶୁଭ ବେଳାରେ ମା ଅପେକ୍ଷା କରି ରହିଲେ। ଚାରୁଚନ୍ଦ୍ର ଦତ୍ତ ମାଙ୍କ ପାଖକୁ ଗଲେ ଏବଂ ଯେତେବେଳେ ସେ ପ୍ରଣାମ କରିକି ମାଙ୍କ ଚକ୍ଷୁକୁ ଦେଖିଲେ, ମାଙ୍କ ମୁଖମଣ୍ଡଳକୁ ଦେଖିଲେ, ଯେମିତି ତାଙ୍କର ଆତ୍ମାଟା ସେଠି ବନ୍ଦୀ ହେଇଗଲା, ବାନ୍ଧି ହେଇଗଲା। ଅଶ୍ରୁରୁ ଖାଲି ଧାର ଧାର ଲୁହ ଛୁଟିଲା। ସେ ବିଶ୍ୱମୋହିନୀଙ୍କୁ ସେ ଚିହ୍ନି ପାରିଲେ, ଯେ ତାଙ୍କୁ ଯିଏ ପୃଥିବୀକୁ ଭୂମିଷ୍ଠ କରିଛି ଏବଂ ତାଙ୍କର ଯିଏ ସମଗ୍ର ଦାୟିତ୍ୱ ନେଇଛି, ସେ ମୁହୂର୍ତ୍ତଟାକୁ ସେ ଅନୁଭବ କଲେ ଗୋଟିଏ କ୍ଷଣରେ। ସେଇ ଦିନଠୁ ଆଶ୍ରମ ଛାଡିକି ବାହାରକୁ ଯାଇନାହାନ୍ତି। ତେଣୁ ଶ୍ରୀମନ୍ଦ ଏଠି ଯୋଉ କହୁଛନ୍ତି ଯେ ଯେତେବେଳେ ତୁମେ ଏକାତ୍ମତାର ସ୍ପର୍ଶ ଲାଭ କରିବ, ମାଙ୍କ ସହିତ ଟିକିଏ ଟିକିଏ ଆଇଡେଣ୍ଟିଫାଇ ହବ, ଟିକିଏ ତାଙ୍କ ଭିତରେ ଅନୁଭବ କରିବ, ସେତେବେଳେ ତୁମେର ଏହି ଜ୍ଞାନ ପ୍ରାପ୍ତ ହବ ଯେ ମା କଣ କଣ କାର୍ଯ୍ୟ କରୁଛନ୍ତି। ପ୍ରଥମତଃ ସିଏ କହିଲେ, ଯେଉଁ ଆଦ୍ୟା ପରାଶକ୍ତି ସକଳ ଭୁବନର ଊର୍ଦ୍ଧ୍ୱରୁ ପରମ ବ୍ରହ୍ମଙ୍କର ଚିର ଅବ୍ୟକ୍ତ ରହସ୍ୟ ସହିତ ସୃଷ୍ଟିର ସଂଯୋଗ ସ୍ଥାପନ କରନ୍ତି। ପୃଥିବୀରେ ଯାହା ଏଯାବତ୍ ଘଟି ନାହିଁ, ସେ ଇନଫିନିଟି ଅନନ୍ତ ଭିତରେ ଅନନୋଏବଲ୍ ଭାବରେ ଅଛି। ପୃଥିବୀରେ ଅଦ୍ୟାବତ ଅନମାନିଫେଷ୍ଟ ଭାବରେ ଅଛି, ପ୍ରକାଶିତ ହୋଇନାହିଁ। ସେ ସବୁକୁ ଧାରଣ କରିଛନ୍ତି ଯେଉଁ ଚିନ୍ମୟୀ ସତ୍ତା, ସେ ହେଉଛନ୍ତି ମାଙ୍କର ବିଶ୍ୱାତୀତ ଅବସ୍ଥା। ସିଏ ବିଶ୍ୱର ବହୁତ ଊର୍ଦ୍ଧ୍ୱରେ। ଯେଉଁ ବିଭିନ୍ନ ବିଶ୍ୱରେ ଲୀଳା ଚାଲିଛି, ଭଗବାନଙ୍କର ଗୋଟିଏ ପୃଥିବୀ ନୁହଁ, ମେନି ୱାର୍ଲଡ। ଏବଂ ଏ ବିଶ୍ୱର ଊର୍ଦ୍ଧ୍ୱରେ ଯେଉଁ ଶକ୍ତିଟି କାମ କରୁଛି, ଚିନ୍ମୟୀ ଶକ୍ତି ମାଙ୍କର, ସେ ହେଉଛନ୍ତି ବିଶ୍ୱାତୀତା। ତାଙ୍କ ପାଖରେ ସବୁ ରହସ୍ୟ ରହିଛି, ସବୁ ଯାହା ବ୍ୟକ୍ତ ହୋଇନାହିଁ ପୃଥିବୀରେ। ଦ୍ୱିତୀୟରେ ସେ କହୁଛନ୍ତି, ଏଇ ବିଶ୍ୱକୁ ଯିଏ ଧାରଣ କରିଛନ୍ତି, ବିଶ୍ୱକୁ ତିଆରି କରିଛନ୍ତି, ଅନନ୍ତ ସତ୍ତା, ଜୀବଠୁ ଆରମ୍ଭ କରି କୀଟ ପତଙ୍ଗ ମଣିଷ ପର୍ଯ୍ୟନ୍ତ ଏ ସମସ୍ତଙ୍କୁ ସେ ତିଆରି କରିଛନ୍ତି। ପ୍ରକୃତି ହେଲା ତାଙ୍କର ଗୋଟେ ବାହ୍ୟ ରୂପ। ଯୋଉ ବିଶ୍ୱ ପ୍ରକୃତି ଆମେ ଦେଖୁଛୁ, ୟୁନିଭର୍ସାଲ ମଦରଙ୍କର, ବିଶ୍ୱ ମାତାଙ୍କର ଇଏ ହେଉଛି ଗୋଟେ ବାହ୍ୟ ଅବତାର। ଏ ବିଶ୍ୱରେ ଯେତେ ସବୁ କ୍ରିୟା ଘଟୁଛି, ପ୍ରକ୍ରିୟା ଘଟୁଛି, ବିବର୍ତ୍ତନର ଊର୍ଦ୍ଧ୍ୱକୁ ଯିବା ପାଇଁ ଯାହା ଯାହା ପ୍ରୟାସ ସବୁ ଘଟୁଛି, ଯେଉଁ ସବୁ ଫୋର୍ସ ମାନଙ୍କର ଏଠି ଅବତୀର୍ଣ୍ଣ ହୋଇଛନ୍ତି, ଯେ ଦେବୀ ମୂର୍ତ୍ତି ଗୁଡାକ ଅବତୀର୍ଣ୍ଣ ହୋଇଛନ୍ତି, ସେ ସବୁ ମଧ୍ୟରେ ସେ ସ୍ୱୟଂ ପ୍ରବେଶ କରିଛନ୍ତି। ମା ସ୍ୱୟଂ ହିଁ ସେଇ ସମସ୍ତଙ୍କ ଭିତରେ ପ୍ରବେଶ କରିଛନ୍ତି। ସେ ସବୁକୁ ପୋଷଣ କରୁଛନ୍ତି। ଗୋଟେ କୀଟ ପତଙ୍ଗ ପାଇଁ ବି ସେ ବ୍ୟବସ୍ଥା କରିଛନ୍ତି, ଚାଳନା କରୁଛନ୍ତି। ତ ଇଏ ହେଲା ମାଙ୍କର ୟୁନିଭର୍ସାଲ ଏକ୍ଜିଷ୍ଟେନ୍ସ ବା ଗୋଟେ ବିଶ୍ୱଗତ ଅବସ୍ଥା। ଏହା ସମ୍ବନ୍ଧରେ ଆମେ ଯଦି ପ୍ରେୟାର୍ସ ମେଡିଟେସନକୁ ଯିବା, ଧ୍ୟାନ ପ୍ରାର୍ଥନା ସମ୍ବନ୍ଧରେ ଆପଣମାନେ ଜାଣିଥିବେ, ଏହା ସମ୍ବନ୍ଧରେ ବହୁତ ସୁନ୍ଦର ଭାବରେ ମାଙ୍କର ବ୍ୟକ୍ତିଗତ ଅବସ୍ଥାର ପ୍ରାର୍ଥନା କେମିତି ଥିଲା, ବିଶ୍ୱ ସହିତ ଆଇଡେଣ୍ଟିଫାଇ ହେଇକି କେମିତି ପ୍ରାର୍ଥନା କରୁଥିଲେ, ମାଙ୍କର ୟୁନିଭର୍ସାଲ ଫର୍ମ, ଏସବୁ ଜିନିଷ ଆମେ ଗୋଟେ ପରେ ଗୋଟେ ସମୟ ହେଲେ ଆଲୋଚନା କରିବା। ତାପରେ ଯେଉଁ ବ୍ୟଷ୍ଟି ସ୍ୱରୂପା ଏଇ ଅଜ୍ଞାନ ଅନ୍ଧକାର ଭିତରକୁ, ଏଇ ଯୋଉ ଲିମିଟେସନ ଭିତରକୁ, ଅନନ୍ତ ଯେଉଁ ସୀମିତ ଭିତରକୁ ଚାଲି ଆସିଲେ, ଅସୀମ ଏଇ ସୀମିତ ଭିତରକୁ, ଯୋଉ ସସୀମ ଭିତରକୁ ଚାଲି ଆସିଲେ, ଏଇ ଅନ୍ଧକାରର ସବୁଯାକ ଜିନିଷକୁ, କଠୋର ନିୟମକୁ ମାନିବାକୁ ସମ୍ମତି ପ୍ରଦାନ କଲେ। ସେ ହେଉଛନ୍ତି ମାଙ୍କର ବ୍ୟଷ୍ଟି ସ୍ୱରୂପା। ମାନବ ଆଧାର ଯୋଉ ମାଙ୍କୁ ଆମେ ଫଟୋରେ ଦେଖୁଛୁ, ସେ ହେଉଛନ୍ତି ମାଙ୍କର ବ୍ୟଷ୍ଟି ସ୍ୱରୂପା, ମାନବ ଆଧାର, ଦିବ୍ୟ ପ୍ରକୃତି ମଧ୍ୟରେ ସେତୁ। ମା ହେଉଛନ୍ତି ଯାହା ପୃଥିବୀକୁ ଅବତରଣ କରାଯିବ, ସେ ଇଜ ଦ ମିଡିଆଟ୍ରିକ୍ସ। ପୃଥିବୀକୁ ଯାହା ଓହ୍ଲାଇ ଆସିବ ଏବଂ ଯାହା ଏଯାଏ ଆସିନାହିଁ, ତା ମଝିରେ ମା ହେଉଛନ୍ତି ଗୋଟେ ସେତୁ। ତାପରେ ଶ୍ରୀ ଅରବିନ୍ଦ ପୁଙ୍ଖାନୁପୁଙ୍ଖ ଭାବରେ ଏଇ ଯୋଉ ତିନିଟା ଅବସ୍ଥା କଥା ବର୍ଣ୍ଣନା କରୁଛନ୍ତି। ଗୋଟିଏ ଉଦାହରଣ ମୁଁ ଆପଣମାନଙ୍କ ସାମ୍ନାରେ ରଖିବି। ସେଥିରୁ ଆମେ ବୁଝିପାରିବା ଯେ ଏଇ ଯୋଉ ମାଙ୍କୁ ଆମେ ମା ବୋଲି କହୁଛୁ, ପୃଥିବୀରେ ଆଜି ପର୍ଯ୍ୟନ୍ତ ଯେତିକି ଦେବାଦେବୀ ସବୁ ସୃଷ୍ଟି ହେଇଛନ୍ତି,
ସେ ତାଙ୍କରି ଶକ୍ତି ଦ୍ୱାରା ହିଁ ପୃଥିବୀର ଗୋଟେ ବିଶେଷ ଭୂମିକା ପାଇଁ, ଗୋଟେ ବିଶେଷ ଭୂମିକା ତାଙ୍କ ଦାୟିତ୍ୱ ପାଇଁ ସେଗୁଡାକୁ ସବୁ ତିଆରି ହେଇଥିଲା। ଏବେ ଅତିମାନ ଜଗତ ଆସିଲା ପରେ ସେମାନଙ୍କର ବିଶେଷ ଆଉ ରୋଲ ନାହିଁ। ଗୋଟେ ଉଦାହରଣ ମୁଁ ଆପଣମାନଙ୍କୁ ଦେବି, ସେଠୁ ଆମେ ଜାଣିପାରିବା ଯେ ମାଙ୍କର ଯେଉଁ ୟୁନିଭର୍ସାଲ ମଦର ଯୋଉ ଆମେ କହୁଛେ, ସେ ନିଜକୁ ବହୁ ଭାବରେ ଯୋଉ ପ୍ରକାଶ କରିଛନ୍ତି, ସେଟା କିଭଳି ହେଇଥିବ ଘଟଣାଟା। ବଶିଷ୍ଠ ଗଣପତି ମୁନିଙ୍କର କାହାଣୀ ଆମେ ସମସ୍ତେ ଜାଣିଥିବା, ଯେ ଟିଭି କପାଳୀ ଶାସ୍ତ୍ରୀଙ୍କର ଗୁରୁ ଥିଲେ। ବଶିଷ୍ଠ ଗଣପତି ମୁନି ଜଣେ ଦକ୍ଷିଣ ଭାରତର ଜଣେ ବିଶିଷ୍ଟ ସାଧକ, ସଂସ୍କୃତ ବିଶାରଦ। ମା ବହିର କିଛିଟା, ଏଇ ଯୋଉ 6ଠ ଅଧ୍ୟାୟର କିଛିଟା ପଂକ୍ତିକୁ ବି ସେ ଟ୍ରାନ୍ସଲେଟ କରିଥିଲେ ଏବଂ ଶ୍ରୀଅରବିନ୍ଦ ଭୁରି ଭୁରି ପ୍ରଶଂସା କରିଥିଲେ। ଏବଂ ଶ୍ରୀଅରବିନ୍ଦ କହିଥିଲେ ଯେ ତୁମେ ଆଶ୍ରମରେ ରହିଯାଅ, କିନ୍ତୁ ସିଏ ଗୋଟେ ବିଶେଷ ପର୍ପୋଜ ଇନ୍ ଦିସ୍ ଲାଇଫ, ଏ ଜୀବନର ଗୋଟେ ମହାନ ଉଦ୍ଦେଶ୍ୟ। ଶ୍ରୀଅରବିନ୍ଦଙ୍କର ସାଧନା ବ୍ୟତୀତ ଆଉ କଣ ମହାନ ଉଦ୍ଦେଶ୍ୟ ଥିବ ଆମେ ଜାଣିନୁ, କିନ୍ତୁ ସେ ଏଇଭଳିଆ କହିକି ଆଶ୍ରମରୁ ଅଳ୍ପ ଦିନ ରହିକି ଚାଲିଗଲେ। ତାଙ୍କର ଗୋଟେ ଗଭୀର ଅନୁଭୂତିରେ ରହିଛି, ଆପଣମାନେ ସମସ୍ତେ ଜାଣିଥିବେ। ଯେତେବେଳେ ସିଏ 1928 ଫେବୃଆରୀ 21 ଦର୍ଶନ ପାଇଁ ଆସିଲେ, ସେତେବେଳେ ଗୋଟେ ବିଶେଷ ମୁହୂର୍ତ୍ତରେ ମା ତାଙ୍କ ସହିତ ଗୋଟେ ମେଡିଟେସନ କରିଥିଲେ। ମା ଲେଖୁଛନ୍ତି, ଯେତେବେଳେ ବଶିଷ୍ଠ ଗଣପତି ମୁନି ସେ ମେଡିଟେସନ ହଲ ଭିତରକୁ ପ୍ରବେଶ କଲେ, ଯେତେ ସବୁ ନକାରାତ୍ମକ ଅଶରୀରୀ ଶକ୍ତି ସବୁ ଥିଲେ, କାରଣ ମାଙ୍କ ସହିତ କିଏ ମାଙ୍କ ସନ୍ତାନ ନୁହେଁ। ଅସୁର ମାନେ ବି, ଯୋଉ 4ଟା ଅସୁର ମା ଜନ୍ମ ହେବା ସଙ୍ଗେ ସଙ୍ଗେ ପୃଥିବୀରେ ଜନ୍ମଗ୍ରହଣ କରିଥିଲେ, ମା କହିଛନ୍ତି ସେମାନେ ବି ମୋର ସନ୍ତାନ। ତେଣୁ ଯେତେବେଳେ ବଶିଷ୍ଠ ଗଣପତି ମୁନି ପ୍ରବେଶ କଲେ, ମା ଲେଖୁଛନ୍ତି ଯେ ସେମାନେ ଅଶରୀରୀ ମାନେ ବା ଭୂତ ପ୍ରେତ ଯାହା ସବୁ ଥିଲେ, ନକାରାତ୍ମକ ଶକ୍ତି ଗୁଡାକ ଯୋଜନ କିଲୋମିଟର ଦୂରକୁ ଦୌଡ଼ି ପଳେଇଲେ। ମା ଲେଖୁଛନ୍ତି ଯେ କେତେ ପାୱାରଫୁଲ ତାଙ୍କର ଉପସ୍ଥିତି। ଯେତେବେଳେ ମେଡିଟେସନ ଆରମ୍ଭ ହେଲା, ମା ଲେଖୁଛନ୍ତି ମୁଁ ଯେଉଁ ଲୋକ ସକଳକୁ ବିଚରଣ କରୁଥିଲି, ମେଡିଟେସନରୁ ଉର୍ଦ୍ଧ୍ୱକୁ ଉଠୁଥିଲି, ବଶିଷ୍ଠ ଗଣପତି ବରାବର ସେଇ ଚେତନା ସ୍ତରକୁ ମୋ ସହିତ ତାଳ ଦେଇ ତାଳ ଚାଲିଥିଲେ ଏବଂ ଏତେ ସମୟ ପର୍ଯ୍ୟନ୍ତ ତଲ୍ଲୀନ ହୋଇ ଗୋଟିଏ ଅବସ୍ଥାରେ ମୋ ସହିତ ସେ ରହିଥିଲେ। ଆଜି ପର୍ଯ୍ୟନ୍ତ ତାହା କାହା ପାଖରେ ସେ ସାମର୍ଥ୍ୟ ମୁଁ ଦେଖି ନାହିଁ। ଯେତେବେଳେ ମା ଜାପାନରେ ରବୀନ୍ଦ୍ରନାଥ ଠାକୁରଙ୍କ ସହିତ ଧ୍ୟାନ କରିଥିଲେ, ମା ଲେଖୁଛନ୍ତି ଯେ ସିଏ ଗୋଟେ ପ୍ରାଣର ଏକ ଜଗତ ଭିତରେ, ଘର ଭିତରେ ରହିଗଲେ। ମୁଁ ଉର୍ଦ୍ଧ୍ୱକୁ ଚାଲିଲି ଏବଂ ସେଇ ପାଖରେ ସେ ଅଟକି ଗଲେ, ତା ଉର୍ଦ୍ଧ୍ୱକୁ ଆସିପାରିଲେ ନାହିଁ। ତେଣୁ ପ୍ରାଣର ଜଗତକୁ ଯେ ଉର୍ଦ୍ଧ୍ୱକୁ ଯାଇପାରିଲେ ନାହିଁ, ଇଏ ମା କହୁଛନ୍ତି ମୁଁ ଯେଉଁ ଲୋକ ସକଳକୁ ଗଲି, ସେ ମୋ ସହିତ ଆସିକି ସ୍ଥିର ଭାବରେ ଧ୍ୟାନସ୍ଥ ଥିଲେ। ମାନେ କେତେ ପାୱାରଫୁଲ। ଯେତେବେଳେ ବଶିଷ୍ଠ ଗଣପତି ମୁନିଙ୍କୁ ପଚରାଗଲା କଣ ଅନୁଭବ ହେଲା ଆପଣଙ୍କର, ସେ ଦେଖିଲେ ଯେତେବେଳେ ମୁଁ ଆଖି ଖୋଲିଲି, ସମଗ୍ର ରୁମଟି ଗୋଟେ ଗୋଲ୍ଡେନ ଆଲୋକ, ଗୋଟେ ସୁବର୍ଣ୍ଣ ଆଲୋକ ଦ୍ୱାରା ରୁମଟି ପୁରା ଭର୍ତ୍ତି ହେଇକି ଥିଲା। ଦି ରୁମ୍ ୱାଜ ଫିଲ୍ଡ ୱିଥ ଭାଇବ୍ରେଟ, ମାନେ ପ୍ରତ୍ୟେକ ଆଲୋକର ଯେମିତି ଗୋଟେ ସ୍ପନ୍ଦନ ଥିଲା, ଗୋଟେ ଭାଇବ୍ରେସନ ଥିଲା। ଏବଂ ମୁଁ ଅନୁଭବ କଲି ମୁଁ ହଉଛି ଗଣପତି ଏବଂ ମା ହଉଛନ୍ତି ଶକମ୍ବରୀ। ମୁଁ ହଉଛି ତାଙ୍କ ସନ୍ତାନ ଗଣପତି, ତାଙ୍କ କୋଳରେ ବସିଛି। ସେ ଅନୁଭବଟି ମୋର ଆସିଲା ଯେ ମାଙ୍କ କୋଳରେ ମୁଁ ବସିଛି ଏବଂ ମା ହଉଛନ୍ତି ସ୍ୱୟଂ ଶକମ୍ବରୀ, ଯିଏକି ମୋ ଇଷ୍ଟ ଦେବୀ। ମାନେ ଟ୍ରେମେଣ୍ଡସ୍ ଯୋଉ ମାଙ୍କୁ ଆମେ ଏଠି ମା ବୋଲିକି ଜାଣିଛୁ, ସେ କୋଉଠି କେଉଁ ସ୍ତରରେ କେଉଁ ଲୀଳା କରିଛନ୍ତି, କେଉଁଭଳି ଭାବରେ ଅବତୀର୍ଣ୍ଣ ହୋଇଛନ୍ତି, ସେଟା କେତେବେଳେ ଜାଣିପାରିବା? ତାଙ୍କର କୃପା ହେଲେ ଜାଣିପାରିବା। ଶ୍ରୀଅରବିନ୍ଦ ଯେମିତି କହୁଛନ୍ତି, ତାଙ୍କ ସହିତ ଏକାତ୍ମ ହେଲେ, ତାଙ୍କର ସ୍ପର୍ଶ ଲାଭ କଲେ, ସେ ମାଙ୍କ ସମ୍ବନ୍ଧରେ ଆମେ ଅଧିକରୁ ଅଧିକ ଜାଣିପାରିବା। ଟିଭି କପାଳୀ ଶାସ୍ତ୍ରୀ ବି ତାଙ୍କର ଯେଉଁ ଇଷ୍ଟ ଦେବୀ ତ୍ରିପୁର ସୁନ୍ଦରୀ, ଯେଉଁ ତନ୍ତ୍ରର ମହାନ ଦେବୀ ତ୍ରିପୁର ସୁନ୍ଦରୀଙ୍କୁ ଦେଖିଥିଲେ ମାଙ୍କ ଭିତରେ, ଏବଂ ମାଙ୍କ ଭିତରେ ତ୍ରିପୁର ସୁନ୍ଦରୀଙ୍କୁ ହିଁ ସେ ଆରାଧନା କରୁଥିଲେ। ପରେ ପରେ ସେ କଲମ ଅଫ ହ୍ୱାଇଟ୍ ଲାଇଟ୍, ମା ଯେତେବେଳେ ସେ ଚାଲୁଥିଲେ, ଦେଖୁଥିଲେ ଯେ ଗୋଟେ ଶୁଭ୍ର ଆଲୋକର ସ୍ତମ୍ଭ ଯେମିତି ଏପଟେ ସେପଟେ ବିଚରଣ କରୁଛି ଏବଂ ତାହା କେବଳ ସେଇ
ସ୍ତମ୍ଭ ନୁହେଁ, ସେ ସମଗ୍ର ବିଶ୍ୱକୁ ସେଇ ମାନେ ସେ ସ୍ତମ୍ଭଟି ଆଧାର ଭାବରେ ଧାରଣ କରିଛି। ଏଇ ରିଏଲାଇଜେସନ ମାଙ୍କର ଏଇ ଯୋଉ ରୂପ, ଯୋଉ ମାଙ୍କୁ ଆମେ ଦେଖୁଛୁ ଗୋଟେ ସ୍ମାଇଲ କରିକି ଅଛନ୍ତି ସାଧକ ମାନେ ଦେଖୁଥିଲେ, କିନ୍ତୁ ତା ପଶ୍ଚାତରେ ଯୋଉ ବିୟଣ୍ଡ ମାଙ୍କର ଯୋଉ ବିଶ୍ୱଗତ ରୂପ, ବିଶ୍ୱାତୀତ ଅବସ୍ଥା, ଏଇଟାକୁ କିଏ ଅନୁଭବ କରିପାରିବ? ତାପରେ ଶ୍ରୀଅରବିନ୍ଦ କହୁଛନ୍ତି ଯେ ମାଙ୍କର ଏଇ ଯୋଉ ବ୍ୟଷ୍ଟି ସତ୍ତା, ମା ବିଶେଷ ଭାବରେ ଗୋଟେ ନୂତନ ସମ୍ଭାବନା ନେଇକି ତାଙ୍କ ଶରୀରଟି ତିଆରି ହେଇଥିଲା। ଏହା ଭିତରେ କେବଳ ସେ ବ୍ୟଷ୍ଟି ରୂପ ହିଁ ନଥିଲା, ତିନୋଟି ଯାକ ମାଙ୍କର ଯୋଉ ଆସ୍ପେକ୍ଟ, ବିଶ୍ୱଗତ ଏବଂ ବ୍ୟଷ୍ଟିଗତ, ବରାବର ଭାବରେ କାର୍ଯ୍ୟ କରୁଥିଲେ। ମା ଏଇ ତିନୋଟି ଶକ୍ତିକୁ ଧାରଣ କରିଥିଲେ। ବହୁତ ସମୟରେ ଶ୍ରୀଅରବିନ୍ଦଙ୍କୁ ପ୍ରଶ୍ନ ପଚରା ହୁଏ ଯେ ମା କଣ ମଣିଷ ଥିଲେ ଏବଂ ପରେ ପରେ ମଣିଷରୁ ଡିଭାଇନ କାଳକୁ ସିଏ ଇଏ ହେଲେ, ମାନେ ପରିବର୍ତ୍ତନ ହେଲେ? ଶ୍ରୀଅରବିନ୍ଦ କହୁଛନ୍ତି ନା, ମାନେ ମା ତାଙ୍କର ଚାଇଲ୍ଡହୁଡ ରୁ ହିଁ, ଗୋଟେ ଶୈଶବ ଅବସ୍ଥାରୁ ହିଁ ମଣିଷ ଠାରୁ ଉର୍ଦ୍ଧ୍ୱରେ ଥିଲେ। ତେଣୁ ମାଙ୍କର ଏଇ ଯୋଉ ମାନେ ମାଙ୍କର ଜୀବନକୁ ଯଦି ଆମେ ଦେଖିବା, ଏଇ ଯୋଉ ଅବସ୍ଥା କଥା ଆମେ ବହୁତ ସୁନ୍ଦର ଭାବରେ ବୁଝିପାରିବା। ଏଠି ଶ୍ରୀଅରବିନ୍ଦ ଯାହା ଯାହା ବର୍ଣ୍ଣନା କରୁଛନ୍ତି, ଯଦି ତାକୁ ଆମେ ପଢିବା ତ ବହୁତ ସମୟ ଲାଗିବ, କାରଣ ଏଇଟା ଗୋଟେ ବିରାଟ ବିଷୟବସ୍ତୁ। ସେଥିପାଇଁ ମୁଁ ଉଦାହରଣ ମାଧ୍ୟମରେ ହିଁ କହିବି ବୋଲିକି ପ୍ରସ୍ତୁତ ହେଇଛି। ଟିକେ ଟିକେ ପଢିବା। ଶ୍ରୀଅରବିନ୍ଦ କହୁଛନ୍ତି ଯୋଉ ପରମ ପୁରୁଷ ପୁରୁଷୋତ୍ତମଙ୍କୁ ମା ତାଙ୍କର ସନାତନ ଚେତନା ମଧ୍ୟରେ ଧାରଣ କରିଛନ୍ତି। ଅର୍ଥାତ୍ ଯେମିତି ଶ୍ରୀଅରବିନ୍ଦ କହିଲେ ଯେ ମା କହିଲେ ଶ୍ରୀଅରବିନ୍ଦଙ୍କ ବ୍ୟତୀତ ମୋର ଅସ୍ତିତ୍ୱ ନାହିଁ, ଆଇ ଡୋଣ୍ଟ ଏକ୍ଜିଷ୍ଟ। କିନ୍ତୁ ତାପରେ କହିଲେ ଯେ ମୋ ବ୍ୟତୀତ ଶ୍ରୀଅରବିନ୍ଦଙ୍କର ପରିପ୍ରକାଶ ନାହିଁ। ତେଣୁ ଶ୍ରୀଅରବିନ୍ଦ ଗୋଟେ ଟାଇମରେ କହିଲେ ଯଦି ମା ଆସିନଥାନ୍ତେ, then the whole philosophy would have been a metaphysics. ମା ଆସିଲେ ବୋଲି ମୁଁ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିଲି, କିନ୍ତୁ ମା ଯଦି ଆସିନଥାନ୍ତେ କେବଳ ମୁଁ ନିଜକୁ ହିଁ ସାହାଯ୍ୟ କରିପାରିଥାନ୍ତି। ତେଣୁ ପରମ ପୁରୁଷ ଶ୍ରୀଅରବିନ୍ଦଙ୍କୁ ବି ନିଜକୁ ପ୍ରକାଶ କରିବାକୁ ହେଲେ, ପରମ ପୁରୁଷଙ୍କୁ ବି ପ୍ରକାଶିତ ହେବାକୁ ହେଲେ ମାଙ୍କର ସାହାଯ୍ୟ ଦରକାର। ତେଣୁ ମା ପରମ ପୁରୁଷଙ୍କୁ ଧାରଣ କରିଛନ୍ତି। ଇଏ ତାଙ୍କର ହଉଛି ପରାଶକ୍ତି ଭାବରେ ଗୋଟେ ସୁନ୍ଦର ଏଫୋରିଜିମଟେ ଅଛି, ଆପଣମାନେ ଜାଣିଥିବେ ଯେ ଗୋଟିଏ ଧାରାରେ ମା ଏଇ ଯୋଉ ତିନିଟା ଶକ୍ତିକୁ ରିପ୍ରେଜେଣ୍ଟ କରୁଛନ୍ତି, ବିଶେଷ କରିକି ବ୍ୟଷ୍ଟି ସ୍ୱରୂପ ଏବଂ ୟୁନିଭର୍ସାଲ ସ୍ତରରେ ମା ଯେତେବେଳେ କାର୍ଯ୍ୟ କରୁଥିଲେ, ଶ୍ରୀଅରବିନ୍ଦ ଗୋଟେ ଜାଗାରେ ଲେଖୁଛନ୍ତି ଯେ ମା ଦୁଇଟି ମହାନ ଶକ୍ତିକୁ ପୃଥିବୀକୁ ନିଜ ସାଙ୍ଗରେ ନେଇକି ଆସିଥିଲେ। ଗୋଟିଏ ହଉଛି ଗ୍ରେସ୍, କୃପା, ଆଉ ଗୋଟେ ହଉଛି ଡିଭାଇନ ଲଭ୍, ଦିବ୍ୟ ପ୍ରେମ। ଗୋଟେ ଏଫୋରିଜିମଟେ ଅଛି, ସେଠି କୁହାହଉଛି after I knew that God was a woman, I learned something from far off above. ମୁଁ ଓଡ଼ିଆଟା ପଢି ଦଉଛି, ଇଂଲିଶଟା ବହୁତ ଲମ୍ବା ହେଇଯିବ। ପରମେଶ୍ୱର ଜଣେ ନାରୀ ବୋଲି ମୁଁ ସେତେବେଳେ ଜାଣିବାକୁ ପାଇଲି, ପରମେଶ୍ୱର ଜଣେ ନାରୀ ବୋଲି ମୁଁ ଯେତେବେଳେ ଜାଣିବାକୁ ପାଇଲି, ସେତେବେଳେ ଯାଇ ଅନେକ ଦୂରରୁ ମୁଁ ଭଲ ପାଇବା ବିଷୟରେ କିଛି ଜାଣିବାକୁ ସମର୍ଥ ହେଲି। ମାନେ ଶ୍ରୀଅରବିନ୍ଦଙ୍କର ଲେଖା, ଏଇଟା ବିଚିତ୍ର ଶ୍ରୀଅରବିନ୍ଦଙ୍କର ଲେଖା। ସେ ଲେଖୁଛନ୍ତି ପରମେଶ୍ୱର ଜଣେ ନାରୀ ବୋଲି ମୁଁ ଯେତେବେଳେ ଜାଣିବାକୁ ପାଇଲି, ସେତେବେଳେ ଯାଇ ଅନେକ ଦୂରରୁ ମୁଁ ଭଲ ପାଇବା ବିଷୟରେ କିଛି ଜାଣିବାକୁ ସମର୍ଥ ହେଲି। ମାତ୍ର ଯେତେବେଳେ ମୁଁ ନିଜେ ଏକ ନାରୀରେ ପରିଣତ ହେଲି ଏବଂ ମୋର ପ୍ରଭୁ ଏବଂ ପ୍ରେମାସ୍ପନ୍ଦଙ୍କର ସେବା କରିପାରିଲି, ସେତେବେଳେ ଯାଇ ମୁଁ ପ୍ରେମର ସମ୍ପୂର୍ଣ୍ଣ ପରିଚୟ ଲାଭ କଲି। ଏଇଟାକୁ ଯଦି ଆପଣମାନେ ଟିକେ ଭଲ୍ୟୁମ 10 ମାଙ୍କର କଲେକ୍ଟେଡ ୱାର୍କସ, ସେଠି 412 ନମ୍ବର ଏଫୋରିଜିମଟା ଅଛି,
ଏଟା ଟିକେ ଆପଣ ମାନେ ଟିକେ ପଢିବେ ଯେ ଅର୍ଥଟି କଣ। ମୁଁ ଟିକେ ବୁଝିବାକୁ ଚେଷ୍ଟା କରୁଛି। ଯୋଉ ପ୍ରଥମେ କୁହାଗଲା ଯେ ଭଗବାନଙ୍କୁ ଯେତେବେଳେ ମୁଁ ଗୋଟେ ନାରୀ ଭାବରେ ଦେଖିଲି ଜାଣିଲି ସେତେବେଳେ ପ୍ରେମକୁ ମୁଁ ଦୂରରୁ ଦର୍ଶନ କଲି। ଏଇ ଯୋଉ ଲାଇନର ଅର୍ଥଟା ନଳିନ୍ଦାଙ୍କର ଗୋଟେ ଲେଖାରେ ଅଛି। ସେ କହୁଛନ୍ତି ଆଜି ପର୍ଯ୍ୟନ୍ତ ଯେଉଁ ଭାରତବର୍ଷର ଅନୁଭବ ଥିଲା ବେଦାନ୍ତିକ ଅନୁଭବ, ସେ ଖାଲି ଅନୁଭବ କରିଥିଲା ଯେ ଭଗବାନ ହଉଛନ୍ତି ପୁରୁଷ। ସେଇ ଲାଇନରେ ଅବତରଣ ପୃଥିବୀରେ ହେଇଥିଲା। ବେଦାନ୍ତିକ ଏକ୍ସପିରିଏନ୍ସ କହୁଛି ଯେ ଏସେନ୍ସିଆଲି ମସ୍କୁଲାଇନ ଏକ୍ସପିରିଏନ୍ସ। ବ୍ରହ୍ମନ ବା ଭଗବାନ ହଉଛନ୍ତି ଜଣେ ଆନନ୍ଦମୟ କିନ୍ତୁ ପ୍ରେମମୟ ନୁହନ୍ତି। ଏବଂ ଏଇ ଯୋଉ ପ୍ରେମମୟ ଅବସ୍ଥାଟି ଶ୍ରୀଅନ୍ଦକୁ ଏଠି ମାନେ ଏଇ ଯୋଉ ପ୍ରେମମୟ ଅବସ୍ଥା ଯୋଉଟା ପରମ ପୁରୁଷ ଧାରଣ କରିଥିଲେ ସେଇଟା ଅପ୍ ଟୁ ହାର୍ଟ ଲେଭେଲ ପର୍ଯ୍ୟନ୍ତ ଯାଉଥିଲା। ଦି ମାସ୍କୁଲାଇନ ଏକ୍ସପିରିଏନ୍ସ ଗୋଜ୍ ଅପ୍ ଟୁ ଦ ଲେଭେଲ ଅଫ୍ ଦି ହାର୍ଟ। ହୃଦୟ ପର୍ଯ୍ୟନ୍ତ ହିଁ ସେ ପ୍ରେମଟି ଆଜି ପର୍ଯ୍ୟନ୍ତ ପୃଥିବୀରେ ପ୍ରପରଲି ଅଭିବ୍ୟକ୍ତ ହେଇଛି ମା ଆସିବା ପୂର୍ବରୁ। ବେଳେ ବେଳେ ହୃଦୟ ଆଉ ଟିକେ ସୂକ୍ଷ୍ମତର ପ୍ରେମକୁ ଅଭିବ୍ୟକ୍ତ କରିଛି, ଦିବ୍ୟ ପ୍ରେମକୁ ଟିକେ ଟିକେ ଅଭିବ୍ୟକ୍ତ କରିଛି। ମୀରାବାଇଙ୍କ କ୍ଷେତ୍ରରେ, ଶ୍ରୀରାଧାଙ୍କ କ୍ଷେତ୍ରରେ ଯେଉଁ ପ୍ରେମଟି ଅଭିବ୍ୟକ୍ତ ହେଇଥିଲା ତାହା ପୃଥିବୀର ସ୍ଥୂଳ ପୃଥିବୀରେ ହେଇନଥିଲା, ଘଟିନଥିଲା, ତାହା ସୂକ୍ଷ୍ମ ପୃଥିବୀରେ ଘଟିଥିଲା। ଏବଂ ରାଧାଙ୍କର ଯେଉଁ ମୀରାବାଇଙ୍କର ଯେଉଁ ପ୍ରେମ ଗୀତ ସବୁ ଆମେ ଶୁଣୁଛୁ କୃଷ୍ଣଙ୍କ ପ୍ରତି, ତାହା ଗୋଟେ ଇଣ୍ଡିଭିଜୁଆଲ ପ୍ରେମଟେ ଥିଲା। କିନ୍ତୁ ମାଙ୍କର ଯେଉଁ ପ୍ରେମଟି ସେଟା ଡାଇନାମିକ, ରୂପାନ୍ତର କରିଦେବ। ରୂପାନ୍ତର ପାଇଁ ଯେଉଁ ପ୍ରେମଟି ମା ଧାରଣ କରିକି ଆସିଛନ୍ତି ସେଇ ପ୍ରେମ ସମ୍ବନ୍ଧରେ ଶ୍ରୀ ଅରବିନ୍ଦ କହୁଛନ୍ତି ଯେତେବେଳେ ମୁଁ ଭଗବାନଙ୍କୁ ନାରୀ ଭାବରେ ଦେଖିଲି ମୁଁ ଟିକିଏ ଅନୁଭବ କଲି, କିନ୍ତୁ ତାହା ପ୍ରେମ ନୁହେଁ। କୁହାହଉଛି ଯେ ବେଦାନ୍ତିକ ଏକ୍ସପିରିଏନ୍ସରେ ଯୋଉ ପ୍ରେମଟାକୁ ଆମେ ପ୍ରେମ ଭାବରେ ବୁଝୁଥିଲୁ ତାହା ପ୍ରେମ ନୁହେଁ। ଦି ଅରିଜିନ୍ ଅଫ୍ ଲଭ୍ ଇଜ୍ ଫ୍ରମ୍ ସେଣ୍ଟର ବିହାଇଣ୍ଡ ଦ ହାର୍ଟ। ଯେଉଁ ହୃଦୟ ଆମର ରହିଛି, ହୃଦୟର ଆଉ ଟିକେ ଗଭୀରରେ ଯୋଉ ଚୈତ୍ୟ ଅଛନ୍ତି ସେଇଠାରୁ ହିଁ ପ୍ରେମର ଉତ୍ପତ୍ତି ହୁଏ। ଏବଂ ଶ୍ରୀଅରବିନ୍ଦ କହୁଛନ୍ତି ଯେ ଜଣେ ପଚାରିଲା ଯେ ମାଙ୍କର ଉପସ୍ଥିତି କୋଉଠି, ଶ୍ରୀଅରବିନ୍ଦ କହୁଛନ୍ତି ଜଷ୍ଟ ବିହାଇଣ୍ଡ ଦି ସାଇକିକ୍। ତାପରେ ପଚରା ହଉଛି ଶ୍ରୀଅରବିନ୍ଦଙ୍କୁ ଯେ ଆପଣ ଗୋଟିଏ ସୂତ୍ର ଦିଅନ୍ତୁ ଏଇ ଯୋଗ ସାଧନାର ଯାହାକୁ ଧରିକି ଆମେ ଅଗ୍ରଗତି କରିପାରିବୁ। ତାପରେ କହୁଛନ୍ତି ସାଇକିକାଲି ଓପନ୍ ଟୁ ଦ ମଦର, ମାଙ୍କ ଆଡକୁ ଚୈତ୍ୟର ଦ୍ୱାର ଦେଇକି ଖୋଲିଯାଅ। ତ ଏଠି କୁହାହଉଛି ଯେଉଁ ପ୍ରେମ, ପ୍ରକୃତ ପ୍ରେମ ହାର୍ଟ ଲେଭେଲ ପର୍ଯ୍ୟନ୍ତ ଆସିଥିଲା ବେଦାନ୍ତିକ ଏକ୍ସପିରିଏନ୍ସରେ ମା ଆସିବା ପୂର୍ବରୁ, କିନ୍ତୁ ଦି ଅରିଜିନ୍ ଅଫ୍ ଲଭ୍ ତାର ବହୁତ ଗଭୀର ରହିଛି। In this universe, the possibility of love begins with the Parashakti, the divine mother. ଯେତେବେଳେ ପରାଶକ୍ତି ପୃଥିବୀରେ ଅବତରଣ କଲେ, ପୃଥିବୀରେ ଆଗମନୀ କଲେ ମାଙ୍କ ରୂପରେ, ସେତେବେଳେ ପ୍ରକୃତରେ ଦିବ୍ୟ ପ୍ରେମର ପୁଲକ, ଯୋଉଟା କି ଦିବ୍ୟ ପ୍ରେମ ତ ପୃଥିବୀରେ ପ୍ରଥମ ଦେବୀ ଯିଏକି ଏ ଦିବ୍ୟ ଏଇ ଯୋଉ ମାନେ ଅନ୍ଧକାର ପୃଥିବୀକୁ ଲମ୍ଫ ପ୍ରଦାନ କରିଥିଲେ ସେ ହଉଛନ୍ତି ଦିବ୍ୟ ପ୍ରେମ। ତା ପୁଲକଟାକୁ ମା ଜାଗ୍ରତ କଲେ ଯେତେବେଳେ ସେ ଅବତରଣ ହେଲେ ପୃଥିବୀରେ ଡିଭାଇନ ମଦର ଭାବରେ, ପରାଶକ୍ତି ଭାବରେ। ଶ୍ରୀଅରବିନ୍ଦ ଏଠି ସେଇ ସେନ୍ସରେ କହୁଛନ୍ତି ଯେତେବେଳେ ମା ଆସିଲେ ଏବଂ ତାଙ୍କ ଅନୁଭବ ସହିତ ମୋ ଅନୁଭବଟି ଫ୍ୟୁଜନ ଘଟିଗଲା, ମୁଁ ଯୋଡି ହେଇଗଲି, ସେତେବେଳେ ମୁଁ ଅନୁଭବ କଲି ଯେ ପ୍ରକୃତରେ ପ୍ରେମ କଣ। ତେଣୁ ମା ତାଙ୍କର ବିଶ୍ୱଗତ ଏବଂ ବ୍ୟଷ୍ଟିଗତ ଅବସ୍ଥାରେ ଯେଉଁ ଜିନିଷକୁ ଏ ପୃଥିବୀରେ ମାନେ ମା ଶ୍ରୀଅରବିନ୍ଦଙ୍କୁ ଯୋଉମାନେ ଜାଣିଛନ୍ତି, ତାଙ୍କର ସାନ୍ନିଧ୍ୟ ପାଇଛନ୍ତି, ତାଙ୍କୁ ଯଦି ପଚରାଯିବ ଯେ ମାଙ୍କ ଜୀବନର ସବୁଠାରୁ ବଡ ରହସ୍ୟ କଣ ଥିଲା, ତାଙ୍କର ଲାଇଫର ଯୋଉ ସେଣ୍ଟ୍ରାଲ ଏସେନ୍ସ କଣ ଥିଲା, ସମସ୍ତେ କହିବେ ଯେ ତାହା ହଉଛି ପ୍ରେମ ଥିଲା। ପ୍ରେମ ହିଁ ତାଙ୍କର ଜୀବନର ଏକମାତ୍ର ସତ୍ୟ ଥିଲା, ତାଙ୍କ ଜୀବନର ଏସେନ୍ସ ଥିଲା। ଏବଂ ଯେଉଁ ନ୍ୟୁକ୍ଲିୟର ଫୋର୍ସ ଦ୍ୱାରା ସେ ସମସ୍ତଙ୍କୁ ଟାଣି ଆଣୁଥିଲା ତାହା ହଉଛି ମାଙ୍କର ପ୍ରେମ, ଲଭ୍।
ତାହାର ସେ ଗୋଟେ ସ୍ଥୂଳ ରୂପ ଭାବରେ ପୃଥିବୀରେ ଅବତରଣ କରିଥିଲେ। ଚଣ୍ଡୀ ପୁରାଣ, ମାର୍କଣ୍ଡେୟ ପୁରାଣରେ ଆଜି ପର୍ଯ୍ୟନ୍ତ ଡିଭାଇନ ମଦରଙ୍କର ସବୁ ଯାକ ଆସ୍ପେକ୍ଟକୁ ବର୍ଣ୍ଣନା କରାଯାଇଛି। ସବୁ ଚେତନାର ଭୂମିକୁ ଛୁଆଁ ହୋଇଛି, ସବୁ ଜ୍ଞାନର ସ୍ତରକୁ ଛୁଆଁ ହୋଇଛି, ଶକ୍ତିକୁ ଛୁଆଁ ହେଇଛି, ଶାନ୍ତିକୁ ଛୁଆଁ ହେଇଛି, ସୌନ୍ଦର୍ଯ୍ୟକୁ ଛୁଆଁ ହେଇଛି, କ୍ଷମାକୁ ଛୁଆଁ ହେଇଛି, ଉଦାରତାକୁ ଛୁଆଁ ହେଇଛି। କିନ୍ତୁ ତାଙ୍କର ଯୋଉ ଗୋଟେ ନମନୀୟ, ଯୋଉ ପ୍ରାଇମାଲ ପୋଇଜନ, ଦି ମୋଷ୍ଟ ଗ୍ରେସଫୁଲ ରେସ୍ପେକ୍ଟଫୁଲ ଆସ୍ପେକ୍ଟ, ରେପଚରସ୍ ଆସ୍ପେକ୍ଟ ଅଫ ଲଭ, ପ୍ରେମକୁ ଛୁଆଁ ହୋଇନି, ପ୍ରେମକୁ ଛୁଆଁ ହୋଇନଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର ଯୋଉ ଆଶ୍ଚର୍ଯ୍ୟଠାରୁ ଆଶ୍ଚର୍ଯ୍ୟ ଯୋଉ ପ୍ରେମ ରୂପାନ୍ତର କରିପାରିବ, ତା ଛୁଆଁ ହୋଇନଥିଲା। ମା ଆସିବା ପରେ ପ୍ରକୃତିରେ ମାନବ ଜାତି ପାଇଁ ରୂପାନ୍ତର ଯୋଉ ବାଟଟି ଖୋଲିଦେଲେ, ତାହା ହଉଛି ତାଙ୍କର ଦିବ୍ୟ ପ୍ରେମ। ଏ ପୃଥିବୀକୁ, ଏ ଅନ୍ଧକାର ଭିତରକୁ ଯିଏ ସବୁ କିଛିକୁ ଯିଏ ଧାରଣ କରିଥିଲେ, ସବୁ କଷ୍ଟକୁ ସହ୍ୟ କରୁଥିଲେ। ଥରେ ମାଙ୍କୁ ଜଣେ ପଚାରିଲେ, ଶ୍ରୀ ଅରବିନ୍ଦ ତ ବହୁତ ଉଚ୍ଚତମ ଚେତନାର ଶତତମ ଦଳ ଭିତରେ, ପଦ୍ମ ଭିତରେ ବସିକି ପ୍ରାତ୍ମର ଚେତନା ସହିତ ଏକାତ୍ମ ହେଇକି ଶାନ୍ତିରେ ଥିବେ? ମା ଇଣ୍ଡିକେଟ କରି କହିଲେ, ସେ ମା ଏବଂ ପ୍ରଭୁ କେମିତି ଅବଚେତନା, ନିଶ୍ଚେତନା ଭିତରର ଏଲିମେଣ୍ଟ ଗୁଡାକ, ପରମାଣୁ ଗୁଡାକ ପରିବର୍ତ୍ତନ କରୁଥିଲେ। ଅନ୍ଧକାର, ତାଙ୍କର ଗଡ୍ସ ଲେବର କବିତାରେ ଆମେ ଜାଣିପାରିବା କେମିତି ଅନ୍ଧକାର ଶକ୍ତି ବିରୋଧରେ ଭଗବାନଙ୍କ ଯୋଉ ବିରୋଧ କରୁଛି ଶକ୍ତି, ତାହା ଯେମିତି ଠୁଳ ହେଇକି ଅଛି ଅବଚେତନା ଓ ନିଶ୍ଚେତନା ଭିତରେ, ତାହା ସହିତ ପ୍ରତି ମୁହୂର୍ତ୍ତରେ କେମିତି ସଂଘର୍ଷ କରୁଥିଲେ। ଏବଂ ସୁପ୍ରାମେଣ୍ଟାଲ ଫୋର୍ସ ବା ଅତିମାନସ ଆଲୋକକୁ ସେ ଅନ୍ଧକାର ଭିତରେ ପ୍ରବେଶ କରିବା ପାଇଁ ସେ ଯୋଉ ଗୋଟେ ରାସ୍ତା ଖୋଜୁଥିଲେ, ଗୋଟେ ବେଡ୍ଟେ ତିଆରି କରୁଥିଲେ, ବେସ୍ଟେ ତିଆରି କରୁଥିଲେ, ସେଇ କାମରେ କେମିତି ଦିନ ରାତି ମା ଏବଂ ପ୍ରଭୁ ଲାଗିଥିଲେ, ଯାହାଫଳରେ କି ପୃଥିବୀ ଏକ ନୂତନ ଜୀବନଟେ ପ୍ରାପ୍ତ କରିପାରିବ। ଗୋଟେ ନ୍ୟୁ ରେସ୍ ଅଫ ମ୍ୟାନ୍ ମେ ବି ବର୍ନ ଅନ୍ ଆର୍ଥ, ଗୋଟେ ନୂତନ ଜାତି ଏ ପୃଥିବୀରେ ଜନ୍ମ ନେଇପାରିବ। ମା ଏବଂ ପ୍ରଭୁ ସେଇ କାର୍ଯ୍ୟଟି ବାହାରେ ସ୍ମିତହାସ୍ୟ ଦେଇକି ମା ପ୍ଲେଗ୍ରାଉଣ୍ଡରେ ପିଲାମାନଙ୍କୁ ଯେତେବେଳେ ସିଏ ବାଦାମ ଦଉଥିଲେ, ହଠାତ୍ ମା ବେଳେବେଳେ ଟ୍ରାନ୍ସକୁ ଚାଲି ଯାଆନ୍ତି ଏବଂ ସେ ଟ୍ରାନ୍ସ ବେଳେବେଳେ ଏତେ ଲମ୍ବା ହେଇଯାଏ, ଅଧଘଣ୍ଟା 40 ମିନିଟ୍ ବି ହେଇଯାଏ। ଥରକର ଘଟଣା ଯେ ମାଙ୍କର ହାତଟି ଥରି ଉଠୁଛି ସେ ଟ୍ରାନ୍ସରେ। ପ୍ଲେଗ୍ରାଉଣ୍ଡରେ ସମସ୍ତେ ଆଶ୍ଚର୍ଯ୍ୟ, ମା କାହିଁ ଥରି ଉଠୁଛନ୍ତି। 15-20 ମିନିଟ୍ ଗଲା ପରେ ମା ଯେତେବେଳେ ନିଜର ଅବସ୍ଥାକୁ ଆସିଲେ, ସେ କହିଲେ ଯେ, ମାଙ୍କୁ ପଚରାଗଲା, ମା ଆପଣ କାହିଁ ସିଭରିଂ କାହିଁ କରୁଥିଲେ? ଜଣେ ଯୋଗୀ ହିମାଳୟର, ସେ ଆତୁର ଭାବରେ ଭଗବାନଙ୍କୁ ଡାକିଲେ, ଗୋଟେ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଯୋଗୀ। ଏବଂ ମାଙ୍କ ପାଖକୁ ସେ ସ୍ପନ୍ଦନଟି ଆସିଲା ଏବଂ ମା ତତ୍କ୍ଷଣାତ୍ ସେ ଯୋଗୀକୁ ଆଟେଣ୍ଡ କରିବା ପାଇଁ ଯାଇଥିଲେ। ଏବଂ ହିମାଳୟର ସେ ବରଫର ଥଣ୍ଡା ମାଙ୍କର ଏଇ ସ୍ଥୂଳ ଶରୀରଟା ଅସହ୍ୟ ହୋଇ ପଡୁଥିଲା, ସେଥିପାଇଁ ମା ସିଭରିଂ କରୁଥିଲେ। ଶ୍ରୀ ଅରବିନ୍ଦ ସିଧାସଳଖ ଲେଖିଛନ୍ତି ଯେ, ଯେତେବେଳେ ଯେଉଁଠି ଭଗବାନଙ୍କ ଯେଉଁ ରୂପକୁ ଜଣେ ପ୍ରାର୍ଥନା କରୁନା କାହିଁକି, ସେ ପ୍ରାର୍ଥନାଟି ସିଧାସଳଖ ମାଙ୍କ ପାଖକୁ ଆସିଥାଏ। କାରଣ ଏହି ପୃଥିବୀରେ ଗୋଟେ ହିଁ ଭଗବାନ ଅଛନ୍ତି, ଦି ୱାନ୍ ଆଣ୍ଡ ଓନ୍ଲି ଡିଭାଇନ୍, ଦ୍ୟାଟ୍ ଇଜ ଦ ମଦର। ଆମ ସମସ୍ତଙ୍କର ଜୀବନର ଦାୟିତ୍ୱ ନେଇଛନ୍ତି, ସାଧନାର ଦାୟିତ୍ୱ ନେଇଛନ୍ତି। ଇଣ୍ଡିଭିଜୁଆଲ ଆସ୍ପେକ୍ଟ, ସେ ଆମ ଚୈତ୍ୟ ଭାବରେ ଯେତେବେଳେ ମା ବାରମ୍ବାର କହିଛନ୍ତି, ମୁଁ ତ ଚୈତ୍ୟ ଭିତରେ ଏଇଠି ଅଛି, ଏଇଠି ଅଛି, ଗୋଟେ କ୍ରିଷ୍ଟାଲାଇଜ ରୂପରେ ସେ ଆମ ଚୈତ୍ୟ ଭାବରେ ଆମ ଭିତରେ ଅଛନ୍ତି। ତାଙ୍କୁ ଆବିଷ୍କାର କରିବା, ସେ ଚୈତ୍ୟକୁ ଆବିଷ୍କାର କରିବା, ତାଙ୍କ ଆଡକୁ ସହିତ ଅପନ ହବା, ତାଙ୍କ ସହିତ ଏକାତ୍ମ ହବା। ଶ୍ରୀଅରବିନ୍ଦ କହୁଛନ୍ତି, ଦିସ୍ ଇଜ ଦ ରୁଲ। ଏଇଟା ହଉଛି ଏଇ ସାଧନାର ଗୋଟେ ବେସିକ ନିୟମ ଆଉ ଗୋଟେ ପ୍ରିନ୍ସିପଲ। ବାସ୍ ଆଜିର ଆଲୋଚନାକୁ ମୁଁ ଏଇଠି ରଖିବା ପାଇଁ ଚାହୁଁଛି। ଗଭୀର ଭାବରେ ମୁଁ ଆଉ ଟିକେ ଗଭୀରକୁ ଯାଇପାରିଲିନି, ସେଥିପାଇଁ କ୍ଷମା ଚାହୁଁଛି। ସମସ୍ତଙ୍କୁ ବନ୍ଦେ ମାତରମ୍। ଅଶେଷ ଅଶେଷ କୃତଜ୍ଞତା ଭାଇ। ଖୁବ ସୁନ୍ଦର, ସରଳ, ସାବଳୀୟ ଏବଂ ଉଦାହରଣ ମାଧ୍ୟମରେ ଆପଣ ବିଷୟବସ୍ତୁକୁ ଉପସ୍ଥାପନା କରିଛନ୍ତି। ଅଶେଷ କୃତଜ୍ଞତା। ମା ଓ ପ୍ରଭୁଙ୍କ ଚରଣରେ ମଧ୍ୟ। ମା ପୁସ୍ତକର 6ଠ ଅଧ୍ୟାୟର 2ୟ ପାରାଟି
ମାଙ୍କ ସତ୍ତାର ତିନୋଟି ଧାରା ବିଶ୍ୱାତୀତ, ବିଶ୍ୱଗତ ଓ ବ୍ୟଷ୍ଟିଗତ। ଆମ୍ଭମାନଙ୍କୁ ଓ ବ୍ରହ୍ମାଣ୍ଡକୁ ଯେଉଁ ଚିନ୍ମୟୀ ଶକ୍ତି ଧାରଣ କରି ରହିଛନ୍ତି, ତାଙ୍କ ସହିତ ଯେତେବେଳେ ତୁମେ ଏକାତ୍ମତାର ସ୍ପର୍ଶ ଲାଭ କରିବ, ସେତେବେଳେ ତୁମେ ଏହି ଜ୍ଞାନ ପ୍ରାପ୍ତ ହେବ। ପ୍ରଥମତଃ ସେ ବିଶ୍ୱାତୀତା, ଆଦ୍ୟା ପରାଶକ୍ତି, ସକଳ ଭୁବନର ଊର୍ଦ୍ଧ୍ୱରୁ ପରମ ବ୍ରହ୍ମଙ୍କର ଚିର ଅବ୍ୟକ୍ତ ରହସ୍ୟ ସହିତ ସୃଷ୍ଟିର ସଂଯୋଗ ସ୍ଥାପନ କରନ୍ତି। ଦ୍ୱିତୀୟତଃ ସେ ବିଶ୍ୱବ୍ୟାପିନୀ, ବିଶ୍ୱରୂପିଣୀ ମହାଶକ୍ତି ଏହି ଯାବତୀୟ ସତ୍ତା ସୃଷ୍ଟି କରିଛନ୍ତି। ଏହି ଅନନ୍ତ କୋଟି କ୍ରିୟା ପ୍ରକ୍ରିୟା ଓ ଶକ୍ତିକୁ ନିଜ ଭିତରେ ଧାରଣ କରିଛନ୍ତି। ସେ ସବୁର ମଧ୍ୟରେ ସ୍ୱୟଂ ପ୍ରବେଶ କରିଛନ୍ତି। ସେ ସବୁକୁ ପୋଷଣ କରୁଛନ୍ତି ଓ ଚାଳନା କରୁଛନ୍ତି। ତୃତୀୟତଃ ସେ ବ୍ୟଷ୍ଟି ସ୍ୱରୂପା। ତାଙ୍କର ଏହି ରୂପ ବିଶ୍ୱାତୀତ ଓ ବିଶ୍ୱଗତ। ଏହି ଦୁଇ ବୃହତ୍ତର ଭାବକୁ ସଶରୀରେ ଆମ୍ଭମାନଙ୍କ ପାଖରେ ଜୀବନ୍ତ ଓ ଗୋଚର କରି ଧରିଛି। ସେ ହୋଇଛନ୍ତି ମାନବ ଆଧାର ଓ ଦିବ୍ୟ ପ୍ରକୃତି ମଧ୍ୟରେ ସେତୁ। ମା ଏପରି ଏକ ଚିନ୍ମୟୀ ଶକ୍ତି ଯିଏକି ସବୁଠାରେ ପରିବ୍ୟାପ୍ତ। ଏକ ଚିନ୍ମୟୀ ଶକ୍ତି ଆମକୁ ଓ ଏହି ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରି ରଖିଛନ୍ତି। ଯେବେ ଆମେ ଏହି ଶକ୍ତି ସହ କୌଣସି ସଂଯୋଗ ସ୍ଥାପନ କରୁ ଅଥବା ଏହା ସଂସ୍ପର୍ଶରେ ଏକୀଭୂତ ହୋଇଥାଉ, ଆମେ ମାଙ୍କର ତିନୋଟି ଦିଗକୁ ଅନୁଭବ କରୁ। ବିଶ୍ୱାତୀତା, ଆଦ୍ୟା ପରାଶକ୍ତି, ସକଳ ଭୁବନର ଊର୍ଦ୍ଧ୍ୱରୁ ପରମ ବ୍ରହ୍ମଙ୍କର ଚିର ଅବ୍ୟକ୍ତ ରହସ୍ୟ ସହିତ ସୃଷ୍ଟିର ସଂଯୋଗ ସ୍ଥାପନ କରନ୍ତି। ପ୍ରଥମତଃ ବିଶ୍ୱାତୀତା, ଅସୀମଙ୍କର ରହସ୍ୟ ସମୂହର ପ୍ରକାଶ୍ୟ। ଦ୍ୱିତୀୟତଃ ସେ ବିଶ୍ୱବ୍ୟାପିନୀ, ବିଶ୍ୱରୂପିଣୀ ମହାଶକ୍ତି। ସେହି ଚିନ୍ମୟୀ ଶକ୍ତି ଏକ ଦିବ୍ୟ ଶକ୍ତି ଯେବେ ମହାଭୂତରେ ନିଜକୁ ଅଭିବ୍ୟକ୍ତ କରିଥାନ୍ତି, ସେ ବିଶ୍ୱଗତ ମହାଶକ୍ତି ଭାବେ ନିଜକୁ ପ୍ରକଟ କରନ୍ତି। ମହାଶକ୍ତି ଅର୍ଥ ଏକ ବିଶାଳ ଶକ୍ତି। ସ୍ତର ପରେ ସ୍ତର ଦେଇ ସେ କାର୍ଯ୍ୟ କରିଥାନ୍ତି। ଏ ସମସ୍ତ ଜୀବଜଗତକୁ ସେ ସୃଷ୍ଟି କରିଛନ୍ତି। ତୃତୀୟତଃ ସେ ବ୍ୟଷ୍ଟି ସ୍ୱରୂପା। ବିଶ୍ୱାତୀତା ଆମଠାରୁ ବହୁ ଊର୍ଦ୍ଧ୍ୱରେ, ବିଶ୍ୱରୂପିଣୀ ଆହୁରି ଆମର ବୋଧଗମ୍ୟର ଅତୀତ। କିନ୍ତୁ ବ୍ୟଷ୍ଟି ରୂପିଣୀ ଅଂଶଟି ଆମର ଅତି ନିକଟତର। ଅନ୍ୟ ଦୃଷ୍ଟିରୁ ଦେଖିଲେ ସେ ତାଙ୍କର ବ୍ୟଷ୍ଟି ରୂପିଣୀ ଅଂଶରେ ଦୁଇ ମହାଶକ୍ତି ଅଂଶକୁ ଯଥା ବିଶ୍ୱାତୀତା ଓ ବିଶ୍ୱରୂପିଣୀଙ୍କୁ ବହନ କରିଛନ୍ତି। ଆମର ସୁଗମ୍ୟ ହେଇଛନ୍ତି ଦୁଇ ମହାଶକ୍ତିଙ୍କୁ ନିଜ ମଧ୍ୟରେ ଜୀବନ୍ତ ଓ ପ୍ରାଣବନ୍ତ କରି ଆମ ସହ ସଂଯୋଗ ସ୍ଥାପନ କରିଛନ୍ତି। ଏଠାରେ ମାନବୀୟ ବ୍ୟକ୍ତି ରୂପ ଧାରଣ କରିପାରିଛନ୍ତି ଓ ପରାର୍ଥର ଦିବ୍ୟ ସ୍ୱରୂପକୁ ମଧ୍ୟ ବହନ କରିପାରିଛନ୍ତି। ମାଙ୍କର ତିନୋଟି ଧାରାରୁ ଆମେ ତାଙ୍କର ତିନୋଟି ବିଭାବକୁ ଚିହ୍ନିପାରୁ: ବିଶ୍ୱାତୀତ, ବିଶ୍ୱଗତ, ବ୍ୟଷ୍ଟିଗତ। ମା ବର୍ତ୍ତମାନ ଆମେ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛେ। ଆଜିର ସମସ୍ତ ଆଲୋଚନାକୁ ମା ଓ ପ୍ରଭୁଙ୍କର ଚରଣ କମଳରେ ସମର୍ପଣ କରି ଏଇଠି ସାଙ୍ଗ କରିବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ। ପୁଣି ଅପେକ୍ଷା କରିବା ଆସନ୍ତାକାଲି ଠିକ୍ ଏହି ସମୟକୁ ଏହି ଦିବ୍ୟ ଆଲୋଚନାକୁ ଶୁଣିବା ପାଇଁ। ଆସନ୍ତାକାଲିର ବିଷୟଟି ଅଛି ମା ପୁସ୍ତକର 6ଠ ଅଧ୍ୟାୟର ଆଦ୍ୟା ଅଦ୍ୱିତୀୟା ପରାଶକ୍ତି ରୂପେ ମା ସକଳ ସୃଷ୍ଟିର ଉପରେ ତାଙ୍କର ସନାତନ ଚେତନା ମଧ୍ୟରେ ପୁରୁଷୋତ୍ତମଙ୍କୁ ଧାରଣ କରିଛନ୍ତି। ଏହି ବିଷୟଟିକୁ ଆଲୋଚନା କରିବେ ପୂଜ୍ୟ ଶ୍ରୀଯୁକ୍ତ ପ୍ରଭାକର ମିଶ୍ର ଭାଇ। ବର୍ତ୍ତମାନ ଏଠି ଆଲୋଚନାକୁ ବିରାମ ଦେବା। ସମସ୍ତଙ୍କୁ ପ୍ରଣାମ। ବନ୍ଦେ ମାତରମ୍। Victory to the Divine Mother. Victory to the Divine Mother. Victory to the Divine Mother.